सो हेलो एवरीवन आशा करुच्ची समस्ते भलरे थे। आज आम देखा ओडिशा पीओ मैथमेटिक्स प्रैक्टिस सेट लेक्चर नंबर 5। आम तो 4टा लेक्चर ऑलरेडी अपलोड कर सारी। तो आज देखा लेक्चर नंबर 5। तो जो मैंने भी चैनल नुआ कि जो मैंने भी न देखी जाए चेक कर। तो देखिए आज प्रथम क्वेश्चन कौन रही है। पर्सन सेल्स एन आइटम फॉर 240 at a loss of 20%. At price should he sell it to gain 20%? ଜଣେ ବ୍ୟକ୍ତି ଗୋଟିଏ ବସ୍ତୁକୁ 240 ଟଙ୍କାରେ ବିକ୍ରି କରି 20% କ୍ଷତି ସହନ୍ତି ହେଲା। ତାହେଲେ 240 ଟା କଣ ସେଲିଂ ପ୍ରାଇସ୍ ହେଲା। ତାହେଲେ ସେଲିଂ ପ୍ରାଇସ୍ କେତେ ହେଲା? ଏଠି ଯୋଉ ଆମକୁ ମିଳିଲା ସେଲିଂ ପ୍ରାଇସ୍ କେତେ 240। ଲସ୍ କେତେ ହେଇଛି 20%। ଏଠି ଲେଖୁଛି ଲସ୍ 20%। ତାହେଲେ 20% ଲସ୍ କରିକି 240 ଟଙ୍କାରେ ବିକିଲା। ତାହେଲେ 240 କାହାର ଭାଲ୍ୟୁ ହବ? 20% ଲସ୍ ର ଭାଲ୍ୟୁ ମାନେ କେତେ 80 ର ଭାଲ୍ୟୁ। ଆମକୁ ଦରକାର କଷ୍ଟ ପ୍ରାଇସ୍ ଦରକାର ନାହିଁ। ଆମକୁ ଦରକାର କେତେ ନା କେତେ ପ୍ରାଇସ୍ ରେ ବିକିବ ଯାହା ଫଳରେ ତାର 120 ଟଙ୍କା ପ୍ରଫିଟ୍ ହବ। ଏଇଟା ଏବେ 80 କେତେ 20% ଲସ୍ କଲା 20% ପ୍ରଫିଟ୍ କରିବ। କେତେରେ ବିକିବ ଯାହା ଫଳରେ କଣ 20% ପ୍ରଫିଟ୍ ହବ। ସିଧା କର 120 ହେଲା। 100 ଗୁଣିଲେ କେତେ କଷ୍ଟ ପ୍ରାଇସ୍ 20% ପ୍ରଫିଟ୍ କରିବାକୁ ହେଲେ 120 ଗୁଣିବାକୁ ଗୋଟେ ଶୂନକୁ ଗୋଟେ ଶୂନ କଟିଗଲା 8 ତିରିକି 24 32 କେତେ 36 360 କୋଉଟା ଅପସନ୍ ଏ। नेक्स्ट क्वेश्चन देखिए फाइंड द वैल्यू ऑफ 0.04 ହେଲା 0.04 टू द पावर केते माइनस 1.5 माने 1.5 ହେଲା। क्वेश्चन कौन ଦେଇଛି ଦେଖ ନା 0.04 ର माइनस 1.5 ହେଲା। ଏଟାକୁ ଆମେ ଲେଖିପାରିବା କେମିତି ଲେଖିପାରିବା 1 ବାଇ 0.04 टू द पावर 1.5। ଏଟା ତମର ସିଜିଏଲ ପଡିଥିଲା क्वेश्चन ଓ ଡବଲ ଏସ ସିଜିଏଲ 1.5 ହେଲା। ତାପରେ କଣ କରିବା ଦେଖ ନା ଏପଟେ ମୁଁ ଇଜିକାଲ ଟୁ ଦେଇକି ଲେଖୁଛି 1 ବାଇ 0.04 ଏଟା 1.5 ଅଛି। ମୁଁ ଲିଖିପାରିବି ଏଟା 15 ବାଇ 10 କାଟିଲେ କେତେ 5 3 15 5 2 10 ମାନେ କେତେ ହେଲା 3 ବାଇ 2। ତାହେଲେ ଫାଇନାଲ କେତେ ହେଲା 1 ବାଇ 0.04 ଟୁ ଦି ପାୱାର 3 ବାଇ କେତେ ହେଲା 2 ହେଲା। ଏବେ ଦେଖ ଏଇଟା କେତେ ଅଛି 3 into 1 by 2। 3 by 2 କୁ ମୁଁ କଣ ଲେଖିପାରିବି 3 into 1 by 2। ଏ 1 by 2 ମାନେ କଣ ରୁଟ୍ ଓଭର। କୌଣସି ସଂଖ୍ୟାର ଯଦି ଆମେ ସ୍କୋୟାର କରିବା କେମିତି ଲେଖୁଛେ ମାନେକର 2 ର ସ୍କୋୟାର କରିବା ଆମେ ଏଟାକୁ ସ୍କୋୟାର କରି ଲେଖୁଛେ। ଯଦି ଆମେ ରୁଟ୍ ଓଭର ଲେଖିବା କେମିତି କରିବା ଏମିତି 2 ରୁଟ୍ 2 ରୁଟ୍ 2 କୁ ଆମେ ଆଉ କେମିତି ଲେଖିପାରିବା ନା 2 ର 1 by 2 ହେଲା। ଆକୁ କଣ କହନ୍ତି ରୁଟ୍ ଓଭରକୁ ଆମେ ଏମିତି ବି ଲେଖିପାରିବା। ତେଣୁ ଏଟାକୁ ମୁଁ ଏମିତି ଲେଖିପାରିବି ଏଟାକୁ ଏମିତି ଲେଖିପାରିବି କେମିତି ନା 1 ବାଇ 0.04 ହେଲା ର ହୋଲ ରୁଟ୍ ଓଭର ଇଣ୍ଟୁ 3 ହେଲା। ଏବେ କର ନା 1 ବାଇ 0.04 କୁ ଭାଙ୍ଗିଲେ କେତେ 0.04 କୁ ଯଦି ଆମେ ଫ୍ରାକ୍ସନ କରିବା କେତେ ହବ 4 ବାଇ 100 ଆଉ ନା ନାଇଁ 10 ପରେ ଦିଟା ଘର ଅଛି ମାନେ 4 ବାଇ 100 କାଟ ଏବେ କେତେ 1 ବାଇ 25। ମୁଁ ସିଧା ଲେଖୁଛି 1 ବାଇ 25 1 ବାଇ 25 ଟୁ ଦି ପାୱାର ରୁଟ୍ ଓଭର ହୋଲ କେତେ 3 କୁ 3 ଥିଲା 3 ହେଲା ଏଟା 3 ହେଲା। ତାପରେ ଦେଖ 1 ବାଇ 25 ରୁଟ୍ ଓଭର କେତେ 1 ବାଇ 5। ତାହେଲେ 1 ବାଇ 1 ବାଇ 5 ର ରୁଟ୍ କ୍ୟୁବ୍ ସରି କ୍ୟୁବ୍ 1 ବାଇ 1 କ୍ୟୁବ୍ 1 ବାଇ କେତେ 5 ରେ କ୍ୟୁବ୍ କେତେ 125 125 ଟାକୁ ଉପରକୁ ଉଠେଇ ଦିଅ ସିଧା 125 ଆନ୍ସର କୋଉଟା ଅପସନ ସି। नेक्स्ट क्वेश्चन देखिए the population of a town increase by 10% annually if the present population is 10,000 what will it after 2 years 2 ବର୍ଷ ପରେ ତାହେଲେ population କେତେ ହେଇଯିବ ହେଲା। କେମିତି କରିବା ଦେଖ the population of a town increase by ଗୋଟିଏ ସହରରେ ଜନସଂଖ୍ୟା ବାର୍ଷିକ 10% ହାରରେ ବୃଦ୍ଧି ପାଏ। ଯଦି ବର୍ତ୍ତମାନ ଜନସଂଖ୍ୟା 10,000 ହୁଏ ତେବେ 2 ବର୍ଷ ପରେ ଏଟା କେତେ ହବ। ବର୍ତ୍ତମାନ କେତେ ଅଛି 10,000 ଏବେ ଲେଖ ଦେଖିଆ ସିଧା ଲେଖ 10,000 ବର୍ତ୍ତମାନ ଅଛି 10% ବୃଦ୍ଧି ପାଇଲେ କେତେ ହବ 100 ରେ 10% ବୃଦ୍ଧି ପାଇଲା ମାନେ କେତେ ହେଲା 110
ଏଇଟା ପ୍ରଥମ ବର୍ଷ ହେଲା, ସେ ପଚାରୁଛି 2 ବର୍ଷ, ଆଉ ଗୋଟେ ବର୍ଷ ନିଅ ଇଣ୍ଟୁ 100 ରେ 110 ବୃଦ୍ଧି ପାଇଲା ହେଲା। ଏବେ ସିଧା କାଟିଦିଅ, କେତେଟା 1 2 1 2 ଚାରିଟା ଶୂନ ଅଛି, ଚାରିଟା ଶୂନକୁ ଚାରିଟା ଶୂନ କଟିଗଲା ହେଲା। 11 ସ୍କୋୟାର କେତେ 121, 121 ରେ ଦିଟା ଶୂନ ମାନେ କେତେ ହେଲା, କୋଉଟା ହେଲା, ଅପସନ B। ନେକ୍ସଟ କ୍ୱେଶ୍ଚନ ଦେଖିବା। number the numbers are 20% and 50% more than a third number respectively. Find the ratio of the two number. ଦୁଇଟି ସଂଖ୍ୟା ଏକ ତୃତୀୟ ସଂଖ୍ୟା ଠାରୁ ଯଥାକ୍ରମେ 20% ଆଉ 50% ଅଧିକ। ସେଇ ସଂଖ୍ୟା ଦୁଇଟିର ଅନୁପାତ ନିର୍ଣ୍ଣୟ କରନ୍ତୁ। ଅନୁପାତ ନିର୍ଣ୍ଣୟ କରିବା ବର୍ତ୍ତମାନ ଦେଖ, ଦୁଇଟି ସଂଖ୍ୟା ମନେକର, ସେ ସଂଖ୍ୟାଟି ନେଇଛ, ଗୋଟେ ନେଇଛ A ଆଉ ଗୋଟେ ନେଇଛ ଏଇଠି B। ଏ ଦୁଇଟା ସଂଖ୍ୟା, ତୃତୀୟ ସଂଖ୍ୟା କେତେ ନା C ହେଲା। ଏମିତି ଲେଖ, ପ୍ରଥମ ସଂଖ୍ୟା ମନେକର A, ସେକେଣ୍ଡ ସଂଖ୍ୟା 2 B ହେଲା। ଏଇ ଦିଟା ସଂଖ୍ୟା C ଠୁ ବଡ, ତୃତୀୟ ସଂଖ୍ୟା ଆମ C ନେଲେ ପ୍ରଥମେ କେତେ 20% ବଡ ହେଲା। 2 numbers are 20% ବଡ, ମାନେ A ଟା C ଠୁ 20% ବଡ, ମାନେ C ଯଦି 100 ହବ, A କେତେ ହବ 120 ହେଲା। ତାପରେ ଏଇଟା ପୁଣି କଣ ବଡ, 2 numbers are 20%, ମାନେ C ଠୁ A 20% ବଡ। ତାପରେ କଣ 50% ବଡ, 50% ମୋର କିଏ B। ଦୁଇଟି ସଂଖ୍ୟା, ଗୋଟେ 20% ବଡ ଆଉ ଗୋଟେ ସଂଖ୍ୟା 50% ବଡ, ତାହେଲେ ଏଇଟାକୁ 50% ବଡ କର, ମାନେ କେତେ ହେବ 150 ହଁ ନା ନାଇଁ। ଗୋଟେ ଶୂନ କାଟିଦିଅ, ଆଉ ଗୋଟେ ଶୂନ ଏଇଠି ଗୋଟେ ଶୂନ କାଟିଦିଅ, 2 ଷୋହକ 2 ପଞ୍ଚା 2ରେ ବୋଧେ କଟିବନି, ଏଇଟା ପଚାରୁଛି କଣ, ଫାଇଣ୍ଡ ଦ ରେସିଓ ଅଫ ଦ ଟୁ ନମ୍ବର। ଏ ଦିଟା ନମ୍ବର ରେସିଓ କେତେ, ତାହେଲେ ରେସିଓ ଟୋଟାଲ କେତେ ବାହାରିଲା ଏବେ ଆମର, ଏଟା କଟିବନି, ସରି ଏଟା 12ଟା କଟିବନି, ଗୋଟେ ଶୂନ କଟିଗଲା, ମାନେ କେତେ ରହିଲା ଆନ୍ସର 12 10 15 ହେଲା। ଦ ରେସିଓ ଅଫ ଟୁ ନମ୍ବର, ତାହେଲେ A B, ଆଙ୍କ ଭିତରେ ରେସିଓ ବର୍ତ୍ତମାନ କିଏ 12 କୁ 15, ଏଠି ଲେଖ 12 ଏଠି ଲେଖ 15, 3 ଚଉକୁ 3 ପଞ୍ଚା, ତାହେଲେ ଦୁଇଟି ଏ ଦିଟା ନମ୍ବର ରେସିଓ କେତେ ହେଲା 4/5, 4:5, ଅପସନ C। ନେକ୍ସଟ କ୍ୱେଶ୍ଚନ ଦେଖିବା। A sum of money at a compound interest amount triple in 3 years. In how many years it will become 9 times itself? ଚକ୍ରବୃଦ୍ଧି ସୁଧହାରର ଏକ ମୂଳଧନ 3 ବର୍ଷରେ କେତେ ହୁଏ, 3 ବର୍ଷରେ 3 ଗୁଣ ହେଇଯାଏ, ତେବେ କେତେ ବର୍ଷରେ ଏହା 9 ଗୁଣ ହେବ। ଏଟା ଆକ୍ଚୁଆଲି 9ଟା ଏମିତି ଲେଖା ହେଇଛି ଭାଷାରେ, ଏଟା କେମିତି ଲେଖିପାରିବା ଆମେ, 9ଟାକୁ କେମିତି ଲେଖାଯାଏ, ଏମିତି 9ଟାକୁ ଏମିତି ଲେଖାଯାଏ, 9 ଗୁଣ ହେବ। ତାକୁ କେମିତି କରିବା, କୋଶ୍ଚିନ୍ କଣ ଦେଇଛି, P ନାମକ କୌଣସି ପଇସା ହେଲା, P ନାମକ କୌଣସି ପଇସା କଣ ହେଇଯାଉଛି ନା ଟ୍ରିପଲେଟ୍ ହେଇଯାଉଛି, ମାନେ କଣ 3 ଗୁଣ ହେଇଯାଉଛି। 3 ଗୁଣ କର, 3 ଗୁଣ ହେଲା କେତେ ବର୍ଷରେ, 3 ବର୍ଷରେ, 3 ବର୍ଷରେ। ତାପରେ କଣ ଦେଇଛି, ଏଇଟା ପୁଣି ଆଉ 3 ଗୁଣ ହବ ନା ନାଇଁ, ଥରେ 3 ଗୁଣ ହେଲା, ଆଉ ଥରେ ପୁଣି 3 ଗୁଣ ହବ, ଆଉ ଥରେ 3 ଗୁଣ କର, କେତେ ହେଲା 9P ହେଲା। କେତେ ବର୍ଷରେ, ପୁଣି 3 ବର୍ଷ ଲାଗିଲା। ଆରେ ପ୍ରଥମ ବର୍ଷରେ 3 ଗୁଣ ହେଲା, 3 ବର୍ଷ ଲାଗିଲା, ପୁଣି 3 ଗୁଣ ହବ, 3 ବର୍ଷ ଲାଗିବ। ତାହେଲେ P ଠୁ 9P ହବ କେତେ ବର୍ଷ ଲାଗିଲା, P ଠୁ 9P ହବ କେତେ ବର୍ଷ ଲାଗିଲା, 3 ବର୍ଷ ମିଶାଣ 3 ବର୍ଷ, ଟୋଟାଲ ଟାଇମ କେତେ 6 ବର୍ଷ, ଅପସନ ଗୁଡ ଏ। ନେକ୍ସଟ କ୍ୱେଶ୍ଚନ ଦେଖିବା। A train running at the speed of 72 kilometers per hour passes a 200 meter long platform in 22 seconds. Find the length of the train. ଟ୍ରେନ ସ୍ପିଡ ଦେଇଦେଇଛି 72 କିଲୋମିଟର ପର ହାୱାର, ଆଉ କଣ ପାସେସ୍ କରୁଛି ଗୋଟେ 22 ସେକେଣ୍ଡରେ ଗୋଟେ ପ୍ଲାଟଫର୍ମ, ମାନେ କଣ ତାର ଯୋଉ ଷ୍ଟେସନ ହେଲା, ରେଲୱେ ଷ୍ଟେସନକୁ ପାସ୍ କରୁଛି, ଯୋଉଟା 200 ମିଟର ଲଙ୍ଗ। ତାହେଲେ ଟ୍ରେନର ଲେନ୍ଥ କେତେ, ଟ୍ରେନ କେତେ ପର୍ଯ୍ୟନ୍ତ ଲମ୍ବା, ଦେଖ କେମିତି କରିବା। ଏଇଟା ମନେକର ଗୋଟେ ଟ୍ରେନ, ଦେଖ ପ୍ରକୃତରେ କୋଶ୍ଚିନ୍ କଣ ଦେଇଛି ଦେଖ, ଏଇଟା ହଉଛି ଗୋଟେ ଟ୍ରେନ ହେଲା। ଟ୍ରେନର ଲେନ୍ଥ କେତେ, ମନେକର ନିଜ ଏକ୍ସ ମିଟର, ଆମେ ଜାଣିନେ ଟ୍ରେନର ଲେନ୍ଥ କେତେ, ଟ୍ରେନ କେତେ ପର୍ଯ୍ୟନ୍ତ ଲମ୍ବା ଆମେ ଜାଣିନେ ଏକ୍ସ ମିଟର। ଟ୍ରେନର ସ୍ପିଡ କେତେ 72 କିଲୋମିଟର ପର ହାୱାର, 72 କିଲୋମିଟର ପର ହାୱାର। ଏଟାକୁ ମିଟର ପର ସେକେଣ୍ଡରେ କରିବା, କେମିତି କରିବା ମୁଁ କହିଥିଲି ଆଗରୁ, ଯୋଉମାନେ ମୁଁ 4ଟା ଭିଡିଓରେ ଅଲରେଡି କହିସାରିଲିଣି, 4ଟା ଭିଡିଓରେ ମୁଁ ତମକୁ କହିଥିବି ଆମେ ମିଟର ପର ସେକେଣ୍ଡରେ କରିବାକୁ ହେଲେ କଣ କରିବା। ଦେଖ କଣ କରିବା, ଏଟେ 72 କିଲୋମିଟର ପର ହାୱାର ଅଛି, ମାନେ ବଡରୁ ଆମେ ସାନକୁ ଯିବା, ହଁ ନା ନାଇଁ, ବଡରୁ ଆମେ ସାନକୁ ଯିବା, ମାନେ କଣ କରିବା 72 ଇଣ୍ଟୁ ସାନ ସଂଖ୍ୟା ଗୁଣିଆ 5/18, ବଡରୁ ଆମେ ସାନକୁ ଯାଉଛେ, ମାନେ କଣ ସାନ ସଂଖ୍ୟା ଗୁଣିଆ, ଉପରେ କଣ ରହିବ 5, ତଳେ ରହିବ 18, 18 ଚଉକୁ 72, କେତେ ବାହାରିଲା 20 ମିଟର ପର ସେକେଣ୍ଡ। ତେଣୁ ଏଠି ମୁଁ ଡାଇରେକ୍ଟ କାଟିକି ଲେଖୁଛି,
72 किलोमीटर पर हावर को ମୁଁ ଲେଖିପାରିବି କେତେ ଲେଖିପାରିବି ନା 20 मीटर पर सेकेंड ହେଲା। ଇଏ ଗୋଟେ ପ୍ଲାଟଫର୍ମ କୁ ପାସ୍ କରୁଛି। ପ୍ଲାଟଫର୍ମ ମାନେ କଣ ଷ୍ଟେସନ, ଗୋଟେ ଷ୍ଟେସନ କୁ ଏଇ ଟାଇପରେ ଗୋଟେ ଷ୍ଟେସନ ଅଛି, ଏଇ ଟାଇପରେ ଗୋଟେ ଷ୍ଟେସନ ଅଛି। ଷ୍ଟେସନର ଲେନ୍ଥ କେତେ ନା 200 ମିଟର ହେଲା। 200 ମିଟର ଟାଇମ କେତେ 22 ସେକେଣ୍ଡ। ଏଇ ଟ୍ରେନ ଟା ୟାଡୁ ଆସିକି 20 ମିଟର पर ସେକେंड ତାର ସ୍ପିଡ 22 ସେକେंड ରେ ଏ ପ୍ଲାଟଫର୍ମ କୁ ପାସ୍ କରିଦଉଛି। ତାହେଲେ ଟ୍ରେନ ର ଲେନ୍ଥ କେତେ କେମିତି ବାହାର କରିବା ଦେଖ। ଟାଇମ ର ଫର୍ମୁଲା କଣ, ଟାଇମ ଇଜ ଇକାଲ ଟୁ କେତେ ହବ, डिस्टेंस अपॉन स्पीड, डिस्टेंस अपॉन स्पीड 22 सेकंड इज इक्वल टू केते हबो ताले। डिस्टेंस केते एठी x मीटर, एठी लेखो x, एठी केते मीटर 200 मीटर, एठी लेखो 200 मीटर बाय स्पीड केते 20, 22 दुगुणे केते 44, 440 इज इक्वल टू x मिश्रण 200। ताले x केते हला 440 माइनस 200, 220। ताले लेंथ केते ट्रेन रो 220, ऑप्शन सी 220 मीटर। नेक्स्ट क्वेश्चन देखिए, फाइंड द एवरेज ऑफ ऑल इवन नंबर बिटवीन 1 टू 20। 1 टू 20 भितर सब जाक इवन नंबर कोन हाराहारी केते एवरेज केते। प्रथम कथा एवरेज फॉर्मूला कोन, एवरेज इज इक्वल टू तुमको कहिति आगुर भी कहितली, एवरेज इज इक्वल टू केते हो सम अपन नंबर। एटा हो एवरेज फॉर्मूला, टोटल मिश्रण फल बाई संख्या मानकर समष्टि मिश्रण फल बाई टोटल नंबर जतुटा नंबर अछि हला। एटा को कहते एवरेज। एबे 1 टू 20 भितर इवन नंबर कुरा कुरा, 1 टू 20 भितर इवन नंबर कुरा कुरा, 1 तो इवन नंबर हबनी, 1 तो गोटे कोन एटा कोन कहंदी गोटे स्वतंत्र संख्या, 1 टा गोटे स्वतंत्र संख्या कहंदी। एटा मन रखि हला, जदि परीक्षा रे पढिबो लिखि दबो 1 टा गोटे हमर स्वतंत्र संख्या। 1 टा ना ऑड ना इवन, 1 गोटे कोन स्वतंत्र संख्या हला। 1 टा तो इवन नो, इवन ताले कोटा 2, तापर केते 2 रो पणिकार जहा जहा तो अछि 20 जांगे आ केते 4 6 8 10 12 तार केते आसियो 14 16 18 केते 20 ହେଲା। 2 10 20, 1 2 3 4 5 6 7 8 9 10 टोटल नंबर ताले केते ହେଲା 10। एवरेज इज इक्वल टू केते ना सम अपन नंबर माने केते 2 मिश्रण 4 मिश्रण 6 मिश्रण 8 मिश्रण एमिति मिसे जो आमे केते 20 जांगे बाई बाई टोटल नंबर केते हमर 10 टा बाई 10। एबे देखो कि दिबे सेडा दुईटा कॉमन नै जो ରହିଲା କେते 1 मिश्रण, दुईटा कॉमन हेले एठी 2 कॉमन हेला एटा रहला 1, एठी रहला 2, एठी केते रहइबो 3, एठी केते रहइबो 2 चौक 8 4, एठी हिंदी हिंदी हेइ केते रहइबो 10, 2 10 20 10 बाई केते हबो 10 ହେଲା। ଏବେ କେତେ ହେଲା ଆସୁତର କଣ 1 ମିଶାଣ 2 ମିଶାଣ 3 ମିଶାଣ 4 ଏଇଟା ଗୋଟେ ଏପିରେ ଅଛନ୍ତି। ଏରିଥମେଟିକ୍ ପ୍ରୋଗ୍ରେସନ ତମେ ପଢିନଥିବ, ଏଇଟା ଗୋଟେ ଏପିରେ ଅଛନ୍ତି। ତା ନା ଫର୍ମୁଲା କଣ n ହୋଲ୍ ଇନଟୁ n ପ୍ଲସ୍ 1 ବାଇ 2, ମାନେ ରଖିପାରିବି 2 ଇନଟୁ n ହୋଲ୍ ଇନଟୁ n ପ୍ଲସ୍ 1 ବାଇ 2 ବାଇ 10 ହେଲା। n ଏଥିରେ କେତେ 10, अरे ए टोटल नंबर के 10, ताने 2 2 2 एठी देखो कटि गला 2 को 2 काटि दियो, ताने 10 इनटू 11 बाई केते 10, 11 ऑप्शन गुडा सी हला। आ गुटे ट्रिक भी कहतली किंदी करिया देखो एठी ए छोटरे को दो जा गुटे ट्रिक हला। एठी एडजस्ट करी कर दो देखो। आ गुटे मु कहतली किंदी बाहर करिया एवरेज इज इक्वल टू केते, आ गुटे एवरेज किंदी बाहर करिया 20 प्रथम नंबर मिश्रण लास्ट नंबर, प्रथम नंबर मिश्रण लास्ट नंबर। प्रथम नंबर हमर केते 2, एठी लेखो 2, मिश्रण लास्ट नंबर केते 20 मिश्रण 20 बाई केते 2, सीधा सड़क एवरेज बाहर 22 केते हला एटा 11, ऑप्शन सी। नेक्स्ट क्वेश्चन देखिए, क्वेश्चन नंबर 8, if 15 men can creep a field, क्रीप ना रिफ रिफ हला। रिफ एठी तुमको गोटे भोका मिल गला रिफ। क्रीप माने कोन
ଏଠି ଏକ ବିଲକୁ କାଟି ପାରନ୍ତି, ବିଲ କାଟିବା। ବିଲ ଯୋଉ ହୁଡା ହୁଡା କଟା ହଉଛି କି ଧାନ ଫାନ କଟା ହଉଛି ବୋଧେ, ତାକୁ କହନ୍ତି ରିପ୍। ହେଲା, ତୁମକୁ ଭୋକା ଗୋଟେ ମିଳିଗଲା, ମ୍ୟାଥ କ୍ଲାସ ରେ ଭୋକା ମିଳିଗଲା, ନୋଟ କରିଦିଅ। ହେଲା, if 15 men can reap a field in 20 days, 15 ଜଣ ବ୍ୟକ୍ତି ଏକ ବିଲକୁ 20 ଦିନରେ କାଟି ପାରନ୍ତି, ତେବେ 20 ଜଣ ବ୍ୟକ୍ତି କେତେ ଦିନରେ କାମ, କେତେ ଦିନରେ ବିଲକୁ କାଟି ପାରିବେ? ଦେଖ, 15 ଜଣ ମେନ୍ କେତେ ଦିନରେ କାମ କରନ୍ତି? 20 ଦିନରେ। ତାହେଲେ 20 ଜଣ ମେନ୍ କେତେ ଦିନରେ କାମ କରିବେ? ଜଣା ନାହିଁ, ଟି ଡେଜ ରେ କାମ କରିବେ। ଏବେ କାଟିଦିଅ, 20 କୁ 20 କାଟିଦିଅ, ମେନ୍ କୁ ମେନ୍ କଟିଗଲା, ଡି କୁ ବି ଡି କଟିଗଲା, ତାହେଲେ ଟି କେତେ ହେଲା? 15 ଡେଜ। ଅପସନ କୋଉଟା? ନେକ୍ସଟ क्वेश्चन, a rectangular field has an area 480 square meter, ହେଲା, if its length is 24 ମିଟର, find its perimeter। ଏଇଟା ଗୋଟେ ରେକ୍ଟାଙ୍ଗେଲ। ରେକ୍ଟାଙ୍ଗେଲ ମାନେ କଣ? ଆୟତ ଚିତ୍ର, କ୍ଷେତ୍ର, ଚିତ୍ର କ୍ଷେତ୍ର ଯାହା କହିପାରିବ, ଯାହାର ଲେନ୍ଥ କେତେ? 24 ମିଟର। ବ୍ରେଥ କେତେ ଆମେ ଜାଣିନେ, ବ୍ରେଥ କୁ ବ୍ରେଥ ଲାଗିଥିବ। ଏରିଆ କେତେ? 480। ଆୟତ କ୍ଷେତ୍ର ଏରିଆ ଫର୍ମୁଲା କଣ? ଦୈର୍ଘ୍ୟ ଗୁଣନ ପ୍ରସ୍ଥ, ତମେ ପିଲାଦିନେ ପଢିଥିବ, ଦୈର୍ଘ୍ୟ ଗୁଣନ ପ୍ରସ୍ଥ କିମ୍ବା ଲେନ୍ଥ ଇଣ୍ଟୁ ବ୍ରେଥ। ତାମାନେ ଲେନ୍ଥ ଇଣ୍ଟୁ ବ୍ରେଥ ଇଜ ଇକାଲ ଟୁ କେତେ ଦେଇଛି? 480। ହେଲା, ଲେନ୍ଥ କେତେ ଦେଇଛି? 24। କୋଶ୍ଚିନ ଲେନ୍ଥ ଦେଇଛି 24, ବ୍ରେଥ ଆମେ ବାହାର କରିବା, ଇଜ ଇକାଲ ଟୁ କେତେ? 480। ତାହେଲେ ବ୍ରେଥ କେତେ ବାହାରି ପଡିଲା? 20। ତାହେଲେ ଏଇଟା କେତେ ହେଇଯିବ ଆମର? ବ୍ରେଥ କେତେ ବାହାରି ପଡିଲା? 20। ଏଇଟା 20, ଏଇଟା ଯଦି 20, ଏଇଟା ବି 20, ଏଇଟା ଯଦି 24, ଏଇଟା ବି 24। ତାହେଲେ ପରିସୀମା କେତେ ହେଲା? ଚାରିଟାକୁ ମିଶେଇ ଦିଅ, ପରିସୀମା କେତେ ହେଲା? 24 ମିଶାଣ 20 ମିଶାଣ 24 ମିଶାଣ 20, ତାହେଲେ କେତେ? 20 20 40, 24 24 48, କେତେ ହେଲା? 88। ତାହେଲେ ଏଠି ମୁଁ ଲେଖିଦେଉଛି, ପରିସୀମା ଇଜ ଇକାଲ ଟୁ କେତେ ହେଲା? 40 ମିଶାଣ କେତେ? 40 ମିଶାଣ 40, 88, ଅପସନ ଏ। ନେକ୍ସଟ क्वेश्चन, the ratio of income of A and B is 5:4, and the ratio of their expenditure କେତେ? 3:2। if it saves, ଏଟା ବୋଧେ ଏଇ ଟାଇପ ର क्वेश्चन ମୁଁ କରିଥିଲି ତମ କଣ ପୂର୍ବ ସେଟ ରେ, ହେଲା, ତ ଏଟା ଆଉଥରେ ରିପିଟ ହେଇଯାଇଛି, ତଥାପି ଆଉଥରେ କରିଦଉଛି। ତେବେ ଏ ର ଆୟ କେତେ? ଯଦି ପ୍ରତ୍ୟେକ 800 ଟଙ୍କା ସେଭ୍ କରନ୍ତି, ତାହେଲେ ଏ ର ଇନକମ କେତେ? ଏଇଠି ଲେଖ ଏ ର ଇନକମ, ଏଇଠି ଲେଖ ଏ, ଏଇଠି ଲେଖିଦବ ବି। ଇନକମ କେତେ? ଇନକମ କେତେ ଏ ର? 5। ମନେକର ଏଇଟା ନିଅ 5x ଇନକମ କରିଦଉଛି। ବି ର କେତେ? ନା 4x, ଏଇଠି ଲେଖ 4x। ହେଲା, ତାପରେ ଏକ୍ସପେଣ୍ଡିଚର ମାନେ କଣ? ଏକ୍ସପେଣ୍ଡିଚର ମାନେ ଖର୍ଚ୍ଚ, ବ୍ୟୟ, ବ୍ୟୟ। ତାଙ୍କ ବ୍ୟୟର ଅନୁପାତ କେତେ? 3:2। ମାନେ କେତେ ଟଙ୍କା ଖର୍ଚ୍ଚ କରୁଛନ୍ତି? 3x ଖର୍ଚ୍ଚ କରୁଛି ଏ, ବି କେତେ ଖର୍ଚ୍ଚ କରୁଛି? ନା 2x ଖର୍ଚ୍ଚ କରୁଛି। ହେଲା, 5 ଟଙ୍କା ଇନକମ କରିକି 3x ଖର୍ଚ୍ଚ କରୁଛି, ତାହେଲେ ସେଭିଂ କେତେ ହେଲା? ତାହେଲେ 5 ଟଙ୍କା ଇନକମ କଲା ଏ, ଏଥିରୁ 3 ଟଙ୍କା ଖର୍ଚ୍ଚ କଲା, ତାହେଲେ ସେଭିଂ କେତେ ହେଲା ତାର? 2x। ଆର ସେଭିଂ କେତେ ହେଲା? 4 ଟଙ୍କା ଖର୍ଚ୍ଚ ଇନକମ କଲା, 2 ଟଙ୍କା ଖର୍ଚ୍ଚ କରିଦେଲା, ସେଭିଂ ଗଲା କେତେ? 2x। ଦେଖ, ଦି ଜଣଙ୍କର ସେଭିଂ ସମାନ ହେଲେ, ଦି ଜଣଙ୍କର ସେଭିଂ ବି 800 ଦେଇଛି, ହେଲା, ପ୍ରତ୍ୟେକ 800 ସେଭ୍ କରନ୍ତୁ। ତାହେଲେ 2x ର ଭାଲ୍ୟୁ କେତେ? 800, ମାନେ 800 କାହାର ଭାଲ୍ୟୁ? ସେଭିଂ ର ଭାଲ୍ୟୁ, ମାନେ 2x ର ଭାଲ୍ୟୁ। ଆମକୁ ପଚାରୁଛି ଏ ର ଇନକମ, ଇଜିକାଲ ଟୁ ଏ ର ଇନକମ ବାହାର କରିଦିଅ। ଏ ର ଇନକମ କେତେ? 5x। ସିଧା କର 5x, x କୁ x କଟିଗଲା, 2 ଚଉକୁ, ହେଲା, 40, କେତେ ହେଲା? ଅପସନ ସି। ନେକ୍ସଟ क्वेश्चन ଦେଖିବା, if the cost price of 12 article is equal to selling price of 10 article, find the profit percentage। ହେଲା, କଷ୍ଟ ପ୍ରାଇସ୍ ଅଫ 12 ଆର୍ଟିକଲ କେମିତି ଲେଖିବା? ସିପି ଇଣ୍ଟୁ 12, ହେଲା, ଇଜିକାଲ ଟୁ 10 ଆର୍ଟିକଲ, ମାନେ ସେଲିଂ ପ୍ରାଇସ୍ ଅଫ 10 ଆର୍ଟିକଲ। ତାହେଲେ କଣ ଲେଖିବା? ସେଲିଂ ପ୍ରାଇସ୍ ଇଣ୍ଟୁ 10। ହେଲା, ମୁଁ ତମକୁ ଆଗରୁ କହିଥିଲି କଣ? ନା ପଡୋଶୀ ସବୁବେଳେ ପସନ୍ଦ ଆସେ। ଆରେ ପଡିଶାର ଲୋକ ସବୁବେଳେ ପସନ୍ଦ ଆସନ୍ତାନି। ହେଲା, ତାହେଲେ ପଡିଶାର ଲୋକ ଯଦି ପସନ୍ଦ ଆସନ୍ତି, ତାହେଲେ ଏସପି ର ଭାଲ୍ୟୁ ପ୍ରକୃତରେ କେତେ ହବ? 12। ଏଠି ଲେଖିଦିଅ ସିପି ବାଇ ଏସପି, ତାହେଲେ କେତେ ହବ? ସିପି ର ଭାଲ୍ୟୁ ପଡିଶା, ସିପି ର ପଡିଶା କିଏ? ଏ ଟୋଟାଲ ର ପଡିଶା କିଏ? 10। ମାନେ ସିପି ର ନିଜ ଭାଲ୍ୟୁ 12, କିନ୍ତୁ ସିପି କୁ ତ 12 ଭଲ ନୁହଁ। ସିପି କାହାକୁ ଭଲ? 10 କୁ ଭଲ। ତାହେଲେ ସିପି ର ଭାଲ୍ୟୁ କେତେ ହବ? 10। ଏସପି ର ଭାଲ୍ୟୁ କେତେ ହବ? 12। ହେଲା, 10 ଟଙ୍କାରେ ଜିନିଷ କିଣିକି 12 ଟଙ୍କାରେ ବିକିଲା, କେତେ ଟଙ୍କା ପ୍ରଫିଟ୍ ହେଲା? ତାହେଲେ ପ୍ରଫିଟ୍ କେତେ ହେଲା? 2 ଟଙ୍କା। ପ୍ରଫିଟ୍ ପରସେଣ୍ଟେଜ ପଚାରିଛି, ତାହେଲେ ପ୍ରଫିଟ୍ ପରସେଣ୍ଟେଜ କେତେ ହେଲା? 2 ବାଇ
प्रॉफिट परसेंटेज का बाहर करिया कॉस्ट प्राइस उपरे बाय 10 इंटू 100 2 पंचा 5 रे काढले 20%। ऑप्शन ए। ତମର ଏଇ ଟାଇପ ର ହିଁ ମ୍ୟାଥ ଆସିବ ଓଡିଶା ପୋଲିସ ରେ ହଉ କିମ୍ବା ଆରଆଇ ହଉ ଯୋଉ କୌଣସି ଏକ୍ସାମ ରେ ହଉ ପୁରା ସହଜ ମ୍ୟାଥ। What is the compound interest on 8,000 for 1 year at 10% per annum? Compound interest compounded half yearly ହେଲା। କମ୍ପାଉଣ୍ଡ କଣ ହେଇଯାଉଛି ହାଫ ଇୟରଲି ହଉଛି। ରେଟ୍ ଟା କେତେ ପ୍ରକାର ଦେଇଛି ନା 10% ଆନମ୍ ବର୍ଷକୁ 10% ହିସାବ ହେଲା। 10% ବାର୍ଷିକ କେତେ 10% ହାରରେ କିନ୍ତୁ କମ୍ପାଉଣ୍ଡ କେମିତି ହଉଛି ସୁଧ ଆମକୁ କେମିତି ମିଳୁଛି କମ୍ପାଉଣ୍ଡ ହେଇକି ହାଫ ଇୟରଲି ମାନେ 6 ମାସ ସୁଧ ମିଳୁଛି କିନ୍ତୁ ରେଟ୍ କେତେ ଦେଇଛି ଏଟା 12 ମାସର ରେଟ୍ ଦେଇଛି ହେଲା। ମୁଁ ଲେଖି ଦଉଛି ରେଟ୍ ଇଜିକାଲ ଟୁ କେତେ 10% per annum ହେଲା ମାନେ 12 ମାସକୁ 10%। ତାହେଲେ ଅଧା ମାସକୁ କେତେ ମାନେ 6 ମାସକୁ କେତେ ହାଫ ଇୟରଲି ଦେଇଛି। ହାଫ ଇୟରଲି କେତେ ହେଲା ହାଫ ଇୟରଲି କେତେ ହେଲା ଆରେ 12 ମାସକୁ 10% ତାହେଲେ ହାଫ ଇୟରଲି କେତେ ତାହେଲେ ହାଫ ଇୟରଲି କେତେ ହେଲା 6 ମାସକୁ କେତେ ହେଲା 5%। ତାହେଲେ ଆମର ନ୍ୟୁ ରେଟ୍ କେତେ ଏଇଟା ହବ। ଏଇ ରେଟ୍ ଆମର କିଛି ଦରକାର ନାହିଁ। ଏବେ ଦେଖିବା ନ୍ୟୁ ରେଟ୍ 5%। ହାଫ ଇୟରଲି ଦେଇଯିବା 5% ବର୍ଷକୁ 10% ହାଫ ଇୟରଲିକୁ 5% ହେଲା। ଏଇଟା କଣ ଦେଇଛି 8,000 8,000 କାହାର ଭ୍ୟାଲ୍ୟୁ ପ୍ରିନ୍ସିପାଲ ମୂଳଧନ କେତେ ଏଇଠି ଲେଖୁଛି ପି ଇଜିକାଲ ଟୁ କେତେ 8,000 ହେଲା। ଆମକୁ ପଚାରୁଛି କଣ କମ୍ପାଉଣ୍ଡ ଇଣ୍ଟରେଷ୍ଟ ସିଆଇ କେତେ ଦେଖ 5% କୁ ଏଠି ଲେଖ 5% ଫ୍ରାକ୍ସନ ଭାଲ୍ୟୁ ଆଗ ଲେଖ 5% ଫ୍ରାକ୍ସନ ଭାଲ୍ୟୁ କେତେ 5 ବାଇ 100 କେତେ ବାହାରିଲା 1/20 ହେଲା। ଏଇଠି ଲେଖ ପି ଏଇଠି ଲେଖ ଏ ପ୍ରିନ୍ସିପାଲ ଏମାଉଣ୍ଟ ପ୍ରଥମ ବର୍ଷ ଲେଖ 20 21 ପ୍ରଥମ 6 ମାସରେ ଏତିକି ଇଣ୍ଟରେଷ୍ଟ ମିଳିବ 20 ଟଙ୍କାରେ 21 ଟଙ୍କା ମିଳିବ ହେଲା। ଏଇଟା ପ୍ରଥମ 6 ମାସ ତାପରେ ଆଉ ଗୋଟେ 6 ମାସ ଗୋଟେ ବର୍ଷକୁ ହେଲା ଗୋଟେ ବର୍ଷ ନା ଗୋଟେ ବର୍ଷ କେତେଟା 6 ମାସ କେତେଟା ଆସୁଛି ମାସ 6 ମାସଟା ମାନେ ଗୋଟେ ବର୍ଷରେ କେତେଟା 6 ମାସ ଆସୁଛି ଦିଟା ହାଫ ଇୟରଲି ଦେଇଯିବା ବର୍ଷ ଯାକେ ଆମେ ହାଫ ଇୟରଲି କରିବା ମାନେ 6 ମାସ ଦିଥର କରିବା। ପ୍ରଥମ 6 ମାସରେ 20 ଟଙ୍କାରେ କେତେ ମିଳିଲା ସୁଧ 1 ଟଙ୍କା ପୁଣି ଆଉ 6 ମାସରେ ମିଳିବ 20 21 ହେଲା। 20 ର ସ୍କୋୟାର କେତେ 400 21 ର ସ୍କୋୟାର 441 କେତେ ଟଙ୍କା ଅଧିକ ମିଳିଲା 41 ଟଙ୍କା ଅଧିକ ମିଳିଲା। ଏଇଟା ହଉଛି ସିଆଇ ଯୋଉ 41 ଟଙ୍କା ଯୋଉ ଅଧିକ ମିଳିଲା ଏଇଟାକୁ କୁହନ୍ତି କଣ ସିଆଇ। ଏ ବାହାର କର 400 ୟୁନିଟ୍ର ଭାଲ୍ୟୁ କେତେ ପ୍ରିନ୍ସିପାଲ ହଉଛି 400 ୟୁନିଟ୍ର ଭାଲ୍ୟୁ କେତେ 8,000 ତାହେଲେ 8,000 କାହାର ଭାଲ୍ୟୁ ଏଇଟା ସିଆଇ ବାହାର କରିବା ଏଇଠି ଲେଖ ତ ସିଆଇ ଇଜିକାଲ ଟୁ 8,000 କାହାର ଭାଲ୍ୟୁ ସରି 8,000 କାହାର ଭାଲ୍ୟୁ 8,000 ହଉଛି ଆମର 400 ର ଭାଲ୍ୟୁ ସିଧା ଲେଖ 400 ଆମକୁ ଦରକାର ସିଆଇ କେତେ 41 ଦିଟା ଶୂନକୁ ଦିଟା ଶୂନ 4 ଦୁଗୁଣେ ହେଲା 41 ଦୁଗୁଣେ କେତେ 820 ଅପସନ बी। नेक्स्ट क्वेश्चन देखिए 12 नंबर क्वेश्चन इसका 13 नंबर ए बैट्समैन मेक ए स्कोर ऑफ 87 runs in 17th innings and thus increases his average by 3 find his average after 17th innings କିଛି ବୁଝିହେଲାନି ଆତରେ ଜଣେ ବ୍ୟାଟ୍ସମ୍ୟାନ 17ତମ ଇନିଂସରେ 87 ରନ୍ ସଂଗ୍ରହ କରିବା ଦ୍ୱାରା ତାଙ୍କର ହାରାହାରି ଆଭରେଜ ମାନେ ଆଭରେଜ ରନ୍ 3 ରନ୍ ବୃଦ୍ଧି ପାଏ। ତାଙ୍କେ ଯୋଉ ଆଭରେଜ 16ଟା ଇନିଂସରେ ଯୋଉ ଆଭରେଜ କରିଥିଲେ ଟୋଟାଲ ଆଭରେଜ ଯୋଉ କରାହେଲା ସେଟା 3 ରନ୍ ଅଧିକ ପାଇଲେ ହେଲା। 17ତମ ଇନିଂସ ପରେ ତାଙ୍କର ହାରାହାରି ରନ୍ ତାହେଲେ କେତେ ହେଲା ତାହେଲେ 17ତମ ଇନିଂସ ପରେ ତାଙ୍କର ହାରାହାରି ରନ୍ କେତେ ଦେଖ କେମିତି କରିବା ଏଇଠି ଲେଖ ନମ୍ବର ଏଇଠି ଲେଖ ଆଭରେଜ 17ତମ ଇନିଂସ ପୂର୍ବରୁ ସେ କେତେଟା ଇନିଂସ ଖେଳି ସାରିଥିଲା 16ଟା ଇନିଂସ ଖେଳି ସାରିଥିଲା ଏଇଠି ଲେଖ 16ଟା ଇନିଂସ ମନେକର 16ଟା ଇନିଂସରେ ତାର ଆଭରେଜ ଅଛି x ହେଲା। ଆଉ ଗୋଟେ ଇନିଂସ ଖେଳିଲା 17ତମ ଇନିଂସ ଏଇଠି ଲେଖ ଆଉ ଗୋଟେ ଇନିଂସ ଖେଳିଲା ତାର ରନ୍ କେତେ ହେଲା 87 ରନ୍ ହେଲା। ଟୋଟାଲ କେତେଟା ଇନିଂସ ହେଲା ଏଇଟା ହଉଛି 16ଟା ଇନିଂସ ଏଇଟା ଆଉ ଗୋଟେ ଇନିଂସ ଖେଳିଲା ଟୋଟାଲ 17ଟା ଇନିଂସ 17ଟା ଇନିଂସ ଯୋଉ ଖେଳିଲା ତାର ଆଭରେଜ କେତେ ବାହାରିଲା ଆଭରେଜ କେତେ ବଢିଗଲା 3 ବଢିଗଲା। ଆଗରୁ x ଥିଲା ଏ 87 ଯୋଉ ରନ୍ କଲାନି କି 17ଥ ଇନିଂସରେ ଯୋଉ 87 ରନ୍ କଲା 17th ଇନିଂସରେ ଯୋଉ 87 ରନ୍ କଲା ତାର ଟୋଟାଲ ଆଭରେଜ ଯୋଉ x ଥିଲା ଟୋଟାଲ ଆଭରେଜ ରୁ x ରୁ କେତେ ହେଇଗଲା 3 ବଢିଗଲା ମାନେ କେତେ ହେଇଗଲା x ପ୍ଲସ 3 क्वेश्चन ହଉଛି ଏଇଟା। ତାହେଲେ ଟୋଟାଲ x ପ୍ଲସ 3 ର ଭାଲ୍ୟୁ କେତେ ଏଇଟା ପଚାରୁଛି ହେଲା। ଟୋଟାଲ 17ଟା ଇନିଂସର ଆଭରେଜ କେତେ x ପ୍ଲସ 3 x ପ୍ଲସ 3 ର ଭାଲ୍ୟୁ କେତେ ନା କିନ୍ତୁ ବାହାର କରିବା ଆଭରେଜ ଇଜିକାଲ ଟୁ କେତେ ସମ୍ ଅଫ୍ ନମ୍ବର ହେଲା। ଏ ବାହାର କର ଏଇଟା ହଉଛି କଣ ଏଇଟା ହଉଛି ଆଭରେଜର ବେସିକ ଫର୍ମୁଲା
ଏ ବାହାର କର। ଏଇଟା କଣ ନମ୍ବର, ଏଇଟା ଆଭରେଜ, ତାହେଲେ ସମ କେତେ ହେଲା? ଆଭରେଜ ଇଣ୍ଟୁ ନମ୍ବର ପରା। ସମ ଇଜ ଇକାଲ ଟୁ କେତେ? ଆଭରେଜ ଇଣ୍ଟୁ ନମ୍ବର। ତାହେଲେ ଆଭରେଜ ଇଣ୍ଟୁ ନମ୍ବର କେତେ? ସମ ଆସିବ, ତାହେଲେ କେତେ? 16x ମିଶାଣ ଏଇଥିରେ କେତେ? 87 ଇଣ୍ଟୁ 1 87 ଇଜ ଇକାଲ ଟୁ ଏଇଟା କେତେ? x ପ୍ଲସ 3 କାହାର? ଟୋଟାଲ ଇନିକ୍ସ ର। ଟୋଟାଲ କେତେଟା ଇନିକ୍ସ? 17ଟା ଇନିକ୍ସ, ତାମାନେ 17 ଇଣ୍ଟୁ x ପ୍ଲସ 3। ବୁଝିପାରିଲ? 17 x ପ୍ଲସ 3 କାହାର ଆଭରେଜ? ଟୋଟାଲ ଆଭରେଜ ମାନେ 17ଟା ଇନିକ୍ସ ର ଆଭରେଜ। 17ଟା ଇନିକ୍ସ ର ଆଭରେଜ କେତେ? x ପ୍ଲସ 3। ଟୋଟାଲ ଇନିକ୍ସ କେତେ? 17। ତାହେଲେ ଆଭରେଜ ଇଜ ଇକାଲ ଟୁ କେତେ? ସମ ଇଣ୍ଟୁ ନମ୍ବର, ସରି ସମ ଇଜ ଇକାଲ ଟୁ କେତେ? ଆଭରେଜ ଇଣ୍ଟୁ ନମ୍ବର ମାନେ x ପ୍ଲସ 3 ଇଣ୍ଟୁ 17। ତାହେଲେ 16x ମିଶାଣ 87 ଇଜ ଇକାଲ ଟୁ କେତେ? 17x ମିଶାଣ 51। ଏଇଟା ଏପଟକୁ ନିଅ, ଏଇଟା ଏପଟକୁ ନିଅ। କେତେ ହେଇଯିବ? x ଇଜ ଇକାଲ ଟୁ କେତେ ହେଇଯିବ? 87 ରୁ 51 ଗଲେ କେତେ? 7 ରୁ 1 ଗଲେ 6, 8 ରୁ 5 ଗଲେ 3। ଆମକୁ ପଚାରିଛି 17ଟା ଇନିକ୍ସ ପରେ ତା ଆଭରେଜ କେତେ? 17ଟା ଇନିକ୍ସ ପରେ ତା ଆଭରେଜ କେତେ? x ପ୍ଲସ 3। ତାହେଲେ x ପ୍ଲସ 3 ର ଭାଲ୍ୟୁ ବାହାର କର। x ପ୍ଲସ 3 ଇଜ ଇକାଲ ଟୁ କେତେ ହବ? 36 ମିଶାଣ 3 ଇଜ ଇକାଲ ଟୁ କେତେ? 39। 36 ହବନି, 39 ହବ। ଆନ୍ସର ଅପସନ ଏ ହେଲା। 36 ଯଦି ଅପସନ ବି ଦେଇଛି, 36 ବାହାର କରିବ। 36 କାହାର ଭାଲ୍ୟୁ ହେଲା? 36 ଆଜି 16ଟା ଇନିଂସ ର ଆଭରେଜ ହେଲା 36। ଆମକୁ ଦରକାର 17ଟା ଇନିଂସ ର ଆଭରେଜ। 17ଟା ଇନିଂସ ର ଆଭରେଜ କେତେ? x ପ୍ଲସ 3। ନେକ୍ସଟ କ୍ୱେଶ୍ଚିନ୍ ଦେଖେ। Find the largest 4 digit number which is exactly divisible by 15, 20, 25। ହେଲା ଦେଖ, ଏଟା ତମେ ଆରାମରେ କରିପାରିବ। ଏଟା କେମିତି କରିବା ଦେଖ। ଏଇ ଅପସନ ଭିତରୁ ସବୁଠୁ ଲାର୍ଜେଷ୍ଟ ନମ୍ବର କୋଉଟା? ଏଇଟା। ଏଇଟା ଏବେ ହର, ଆଉ କିଛି ବାଟ ନାହିଁ। ଏଇଟାକୁ 15 ହର ଆଗ। 15 କଟିବ ନା ନାଇଁ ଦେଖ? ହଁ କଟିଯିବ। ହରିଦିଅ ସୀତା। 1500 କୁ 90, 90ଟି 1500 କୁ ନା କେତେ? 90 ଶୂନ 15 ଶୂନ ଶୂନ କଟିଗଲା। ସକ୍ସେସଫୁଲ। 20 ଦ୍ୱାରା କାଟ। 20 ଦ୍ୱାରା ଆରାମରେ କଟିଯିବ। ବୁଝିପାରୁଛ ନା ନାଇଁ? 20 ଦ୍ୱାରା ଆରାମରେ କଟିବ ନା ନାଇଁ? 20 ଯୋଗୁ 80 ଆରାମରେ କଟିଯିବ। ଗୋଟେ ଗୋଟେ ଶୂନ 990 ଅଛି, ଲାଷ୍ଟ କେ ଶୂନ ଅଛି ମାନେ ଆରାମରେ କଟିଯିବ। 25 ଦ୍ୱାରା କାଟ। 25 ଦ୍ୱାରା କାଟିଦେବେ 990, 990 ନୁହଁ 9900, 9990 ହରଣ 25 କେତେ ହବ? 25 ତିରିକି 9 ରୁ 5 ଗଲେ 4, 9 7 ଗଲେ 2 ହେଲା। ଏଟା କେତେ ହେଲା? 240। 25 ଅଷ୍ଟା ଭୁଲ କଲି କି ଆଉ? ସରି ଏଟା ଅଷ୍ଟା କାଇଁ ପକେଇବା? ନୂଆ ପକେଇବା। 25 ଅଷ୍ଟା 200, 25 ନୂଆ ବି ହେଇଯାଉଛି। 25 ନୂଆ 225 ପକ 225। କେତେ ହବ ଏଟା? 15 ହେଲା। 10 25 ଷୋହକ 150। এটা ବି କଟିଗଲା। ତାହେଲେ ଅପସନ କୋଉଟା ହବ? 1090। ନେକ୍ସଟ କ୍ୱେଶ୍ଚିନ୍ ଦେଖିବା। ଏ ବୋଟ୍ ମ୍ୟାନ ଗୋଜ୍ 2 କିଲୋମିଟର ଏଗେନଷ୍ଟ ଦ କରେଣ୍ଟ ହେଲା of the stream 1 hour and goes 1 kilometer along the current in 10 minutes ହେଲା। how long will it take to go to 5 kilometer stationary water? ସ୍ଥିର ଜଳରେ ତାହେଲେ ତାର କେତେ କେତେ ସମୟ ଲାଗିବ ସେ ଯିବାକୁ 5 କିଲୋମିଟର? ଜଣେ ନାଉରିଆ ସ୍ରୋତର ପ୍ରତିକୂଳରେ 1 ଘଣ୍ଟା 2 କିମି ଗତି କରେ ଏବଂ ସ୍ରୋତର ଅନୁକୂଳରେ 10 ମିନିଟରେ 1 କିମି ଗତି କରେ। ସ୍ଥିର ଜଳରେ 5 କିଲୋମିଟର ଯିବା ପାଇଁ ତାକୁ କେତେ ସମୟ ଲାଗିବ? হ্যাঁ, মনে করো boat speed নিয়েছো x, boat speed x x কিলোমিଟর per hour নিয়েছো। stream ର speed କେତେ ହବ? ପାଣିର speed, stream ର speed, ସ୍ରୋତର ନେଇଛ speed ମନେକର y। ଡାଉନ ଷ୍ଟ୍ରିମ୍ ସ୍ପିଡ କେତେ? ମୁଁ କହିଥିଲି ଡାଉନ ଷ୍ଟ୍ରିମ୍ ସ୍ପିଡ ମାନେ କଣ? ପ୍ରତିକୂଳ ଅନୁକୂଳ। ଡାଉନ ଷ୍ଟ୍ରିମ୍ ମାନେ କଣ? ଅନୁକୂଳ ନା ପ୍ରତିକୂଳ? ମୁଁ କହିବି ମନେ ପଡୁନି ଓଡିଆରେ କଣ। ମାନେ ଏମିତି ଭାବ ଡାଉନ ଷ୍ଟ୍ରିମ୍ ମାନେ କଣ? ମାନେ ପାଣି ସହିତ ତମେ ଯାଉଛ, ପାଣିର ଡିରେକ୍ସନ ସହିତ ତମେ ଯାଉଛ। ପାଣି ଯୁଆଡେ ତମେ ସିଆଡେ। ପାଣି ଇଆଡେ ହେଲେ ତମେ ଇଆଡେ, ତାକୁ କହନ୍ତି କଣ? ଡାଉନ ଷ୍ଟ୍ରିମ୍। ମୁଁ ତମକୁ ଏଇଟା ଭଲରେ ବୁଝେଇଛି ପୂର୍ବ 4ଟା ଲେକ୍ଚରରେ ତମେ ଦେଖିପାରିବ। ତାହେଲେ ଡାଉନ ଷ୍ଟ୍ରିମ୍ ସ୍ପିଡ କେତେ ହବ? x ପ୍ଲସ y। ଆଉ ଅପଷ୍ଟ୍ରିମ୍ ସ୍ପିଡ ପାଣିର ଅପୋଜିଟ ଡିରେକ୍ସନ, ପାଣିର ଅପୋଜିଟ ଡିରେକ୍ସନ।
ପାଣିର ଏଗେନଷ୍ଟ ରେ ଆସ ମାନେ କେତେ x ମାଇନସ୍ y। ଏବେ ଦେଖ କଣ ଦେଇଛି 2 କିଲୋମିଟର ଏଗେନଷ୍ଟ କରେଣ୍ଟ ହେଲା 2 କିଲୋମିଟର ଏଗେନଷ୍ଟ କରେଣ୍ଟ ମାନେ କଣ ଅପଷ୍ଟ୍ରିମ୍। ତାହେଲେ x ମାଇନସ୍ y ର ଭ୍ୟାଲୁ କେତେ ହବ ମାନେ ସ୍ପିଡ ଇଜ ଇକାଲ ଟୁ କେତେ ଏଇଠି ଲେଖ ସ୍ପିଡ ଇଜ ଇକାଲ ଟୁ କେତେ ହବ डिस्टेंस अपॉन टाइम। ताहले अपस्ट्रीम स्पीड केते हबो x माइनस y इज इक्वल टू डिस्टेंस केते अपस्ट्रीम रो डिस्टेंस केते 2 किलोमीटर 2 बाय किलोमीटर पर आवर डिस्टेंस अपन स्पीड नाही कि किलोमीटर पर आवर माने केते हला 1 1 मु सीधा लिखि परबी x माइनस y रो वैल्यू केते 2 एटा को कोन अपस्ट्रीम स्पीड। आ गोटे स्वतर अनुकूल अनुकूल ताहले कोन माने डाउनस्ट्रीम स्पीड हला ଅନୁକୂଳ ମାନେ ଏଇଟେ ଏବେ ହେଇଗଲା କ୍ଲିୟର ହେଇଗଲା ଅନୁକୂଳ ମାନେ ଡାଉନଷ୍ଟ୍ରିମ୍ ସ୍ପିଡ ପ୍ରତିକୂଳ ମାନେ ଅପଷ୍ଟ୍ରିମ୍ ସ୍ପିଡ। 10 ମିନିଟରେ କେତେ ନା 1 ମିନିଟ ଗତି କରେ। ତାହେଲେ x ପ୍ଲସ y ର ଭ୍ୟାଲୁ ବାହାର କରିବା x ପ୍ଲସ y ଇଜ ଇକ୍ୱାଲ ଟୁ କେତେ ହବ ଏଠି ଲେଖୁଛି ତଳେ ଲେଖିବେ x ପ୍ଲସ y ଇଜ ଇକ୍ୱାଲ ଟୁ କେତେ ହବ स्पीड इज इक्वल टू केते डिस्टेंस अपन स्पीड डिस्टेंस अपन केते टाइम डिस्टेंस केते 1 किलोमीटर 1 बाय टाइम केते 10 मिनिट 10 मिनिट अच्छी आपको घंटारे करिया माने कोन करिया बाय 60 सीधा काट ऊपर को नहीं गले केते हो 1/1/6 ताले x प्लस y रो वैल्यू केते बाहरला 6 x माइनस y रो वैल्यू केते बाहरला 2 x प्लस y रो वैल्यू केते 6 ताले x रो वैल्यू केते x रो वैल्यू केते हो 6 मिशाण 2 इन देखो एटा मन रखि x x y रो वैल्यू किंति बाहर करिया मन रखि x रो वैल्यू माने कोन अछि x पटे पॉजिटिव अछि x पटे पॉजिटिव ए पटे पॉजिटिव ता माने पॉजिटिव पॉजिटिव जेतो अछि मिशेइ दियो 6 मिशाण 2 बाय 2 6 मिशाण 2 बाय 2 एटा ट्रिक केते हो 8/2 4 केते बाहरला x रो वैल्यू 4 किलोमीटर पर आवर एटा स्पीड है 2 किलोमीटर पर आवर प्रकृत एटा स्पीड ना कि x माइनस y x प्लस y एटा भी किलोमीटर पर आवर है x रो वैल्यू जदी 4 ताले y रो वैल्यू केते केते 2 हमकु देछि कोन 5 किलोमीटर जीवा पई तो केते समय लागियो बाहर करा टाइम इज इक्वल टू केते डिस्टेंस अपन स्पीड डिस्टेंस केते 5 किलोमीटर बाय काहकु बोट को ମାନେ ସ୍ଥିର ଜଳରେ ଯିବ ସ୍ଥିର ଜଳରେ ଏଠି ଦେଖ ସ୍ଥିର ଜଳରେ ଯିବ ମାନେ ଜଳଟା କିଛି ଯିବା ଆସିବା କରୁନଥିବ ଏଇ ଟାଇପର ଗୋଟେ ଯୋଉ କୁହନ୍ତିନି ବରଫ ହେଇଯାଇଥିବ ଭାବ ବରଫ ହେଇଯାଇଥିବ ଜଳଟା ଏଇ ବରଫ ଜଳରେ ଯିବାକୁ କେତେ ସମୟ ଲାଗିବ କେତେ ସମୟ ଲାଗିବ ବୋଟକୁ କେତେ ସମୟ ସମୟ ଫର୍ମୁଲା କଣ ଡିଷ୍ଟାନ୍ସ ଅପନ ସ୍ପିଡ ବୋଟର ସ୍ପିଡ କେତେ 4 ମାନେ ଡିଷ୍ଟାନ୍ସ କେତେ 5 କିଲୋମିଟର ବାଇ ସ୍ପିଡ କେତେ 4 5/4 ଇଜିକାଲ କେତେ ହବ ହର 5/4 କୁ 4 के 4 ହେଲା ହଁ ନାଇଁ 4 के 4 ମାନେ 1 ଆୱାର ହରି ଦିଅଟା ଭଲରେ 5 ହରଣ 4 4 के 4 5 ରୁ 4 ଗଲେ 1 ମାନେ କେତେ 1 ପୂର୍ଣ୍ଣ 1/4 ମୁଁ ସିଧା ଲେଖୁଛି ଏଠି 1 ପୂର୍ଣ୍ଣ 1/4 ମାନେ 1 ଘଣ୍ଟା 1/4 ଇଣ୍ଟୁ 60 କେତେ 15 ମିନିଟ ଟୋଟାଲ କେତେ ହେଲା 1 ଘଣ୍ଟା 15 मिनिट ऑप्शन कोटा ए नेक्स्ट क्वेश्चन देखिए द एज ऑफ ए एंड बी आर इन द रेशियो 6:5 टोटल ऑफ देयर एज इज 44 वर्ष व्हाट विल बी द एज व्हाट विल बी द रेशियो ऑफ देयर एज आफ्टर 8 इयर्स 8 वर्ष ପରେ ତାଙ୍କ ବୟସ କେତେ ହେବ ଦେଖ ଏଜ ଅଫ ଦ ଏ ବର୍ତ୍ତମାନ ଏ ଆଉ बी ବର୍ତ୍ତମାନ ଏଜ କେତେ 6:5 ଏଠି ଲେଖ 6:5 ମାନେ ଏ ର ବୟସ ବୋଧେ ମନେକର 6x बी ର ବୟସ କେତେ ହବ 5x ହେଲା ଟୋଟାଲ ଅଫ ଦେୟାର ଏଜ କେତେ 44 ବର୍ଷ ଟୋଟାଲ ତାଙ୍କର ଏଜ କେତେ 44 ବର୍ଷ ମାନେ 6x ମିଶାଣ 5x 11x ଟୋଟାଲ ଏଜ 44 ବର୍ଷ ଦେଇଯିବା 11x ର ଭ୍ୟାଲୁ ତାହେଲେ କେତେ ହେଲା 44 ବର୍ଷ ମାନେ ନାଇଁ ତାହେଲେ ଏ ର ଭ୍ୟାଲୁ ତାହେଲେ କେତେ ହବ ଇଣ୍ଟୁ 6 ଗୁଣ 11 14 କେତେ 6 ଚଉକୁ 24 ଏ ର ବୟସ କେତେ ହେଲା 24 बी ର ବୟସ କେତେ ହେଲା ए ର ବୟସ କେତେ ହେଲା 24 बी ର ବୟସ କେତେ ହବ ଏମିତି 20 8 ବର୍ଷ ପରେ ତାଙ୍କର ଏଜ ଏଇଠି 8 ମିଶ ଏଇଠି ବି 8 ମିଶ କେତେ ହେଲା 32 ଏଇଟା କେତେ ହବ
28 ହେଲା। 4 କେତେ ହବ ଏଇଟା କାଟିଲେ କେତେ ହବ? 4 ଅଷ୍ଟା 4 ସପ୍ତା 8 ପଦ 7 ଅପସନ୍ B। ନେକ୍ସଟ କ୍ୱେଶ୍ଚିନ୍ ଦେଖିବା। A tape recorder sold for 935 at a profit of 10%. What is the cost price? 10% ଲାଭରେ ଗୋଟିଏ ଟେପ୍ ରେକର୍ଡରକୁ 935 ଟଙ୍କାରେ ବିକ୍ରି କରାଗଲା। ତାହେଲେ ଏଟା କ୍ରୟ ମୂଲ୍ୟ କେତେ ଥିଲା? ତାହେଲେ କଷ୍ଟ ପ୍ରାଇସ୍ ତାହେଲେ କେତେ ଥିଲା? 935 କଣ ସେଲିଂ ପ୍ରାଇସ୍ କେତେ ଦେଇଛି? 935। ତାହେଲେ 935 ପ୍ରକୃତରେ କାହାର ଭାଲ୍ୟୁ? 10% ଲାଭ କରାହେଇଛି ମାନେ କେତେ? 110 ର ଭାଲ୍ୟୁ। ଆମକୁ ଦରକାର କାହାର ଭାଲ୍ୟୁ? କଷ୍ଟ ପ୍ରାଇସ୍। କଷ୍ଟ ପ୍ରାଇସ୍ କେମିତି ବାହାର କରିବା? 100 ଟେ ଗୁଣିଦବା ସିଧା। ଗୋଟେ ଶୂନ କାଟିଦିଅ। 11 ଅଷ୍ଟା 88 11 ପଞ୍ଚା 55 କେତେ ବାହାରିଲା? 850 ଅପସନ୍। ନେକ୍ସଟ କ୍ୱେଶ୍ଚିନ୍ ଦେଖେ। ଫାଇଣ୍ଡ ଦ ଭାଲ୍ୟୁ ଅଫ 10 25 ଏମିତି ହେଇକି ରୁଟ୍ ଓଭର ଯାଇଛି। ଦେଖ କେମିତି କରିବା? ଆଗ 225 ରୁଟ୍ ଓଭର କର। 225 ରୁଟ୍ ଓଭର କେତେ? ଏଟା ଏପଟ ଦେଖ କରିଦଉଛି। କ୍ୱେଶ୍ଚିନ୍ ଏଟା କରିଦଉଛି ଦେଖ। 225 ରୁଟ୍ ଓଭର କେତେ? 15 15 14 15 ରେ 54 ମିଶିଲେ କେତେ? 5 4 5 1 6 ଏତିକର ଭାଲ୍ୟୁ କେତେ ହେଲା? 169। ଆରେ 169 ହେଲା ଏତିକର ଭାଲ୍ୟୁ। 169 ରୁଟ୍ ଓଭର ବାହାର କଲେ କେତେ? 13। ତାହେଲେ ଏତିକର ଭାଲ୍ୟୁ କେତେ ହେଇଗଲା? 13। 13 8 ମିଶିଲେ କେତେ? 121। ତାହେଲେ ଏତିକର ଭାଲ୍ୟୁ କେତେ ହେଇଗଲା? 121। 121 ରୁଟ୍ ଓଭର କଲେ କେତେ? 11 ହେଲା। ଏତିକର ଭାଲ୍ୟୁ ଏବେ କେତେ ହେଇଗଲା? 11। 11 25 ମିଶିଲେ କେତେ? 36। 36 ରୁଟ୍ ଓଭର କେତେ? 6। ତାହେଲେ ଏତିକର ଭାଲ୍ୟୁ କେତେ? 6। ଏତିକର ଭାଲ୍ୟୁ କେତେ ହେଇଗଲା? 6। ଏବେ ରହିଲା କେତେ? 10 ମିଶାଣ 6 16। 16 ରୁଟ୍ ଓଭର କେତେ? 4। ଅପସନ୍ କୋଉଟା? ଏ। ନେକ୍ସଟ କ୍ୱେଶ୍ଚିନ୍। Two pipes A and B can fill a cistern in 20 minutes or 30 minutes respectively. Both pipes are open together, but after 5 minutes, pipe A is turned off. In how many total time will the cistern be full? तो total time କେତେ ଲାଗିଲା ପାଇପ୍ ଟାକୁ ଫୁଲ୍ ହବାକୁ? ଟାଙ୍କିଟାକୁ ଫୁଲ୍ ହବାକୁ? ମାନେ କଣ ଲାଗି? ଚୌବାଚା। ସିଷ୍ଟନ୍ ମାନେ କଣ? ଚୌବାଚା। ଚୌବାଚା ନୂଆ ୱାର୍ଡ ବୋଧେ ଏଟା। ଚୌବାଚା ଆମେ ସବୁବେଳେ ଟାଙ୍କି ବୋଲି ଭାବୁଥିଲେ। ଟାଙ୍କିକୁ କଣ କହନ୍ତି? ଚୌବାଚା। ଦେଖ କେମିତି କରିବା? ଏଇଠି ଲେଖିଦବ ଏ, ଏଇଠି ଲେଖ B। ଏ କେତେ କାମ କରୁଛି? 20 ମିନିଟ୍। B 30 ମିନିଟ୍। 20 30 ହେଲେ ହିସାବ କେତେ? 60। ଏଇଟା କହନ୍ତି ଟୋଟାଲ ଟେଷ୍ଟ, ଟୋଟାଲ ଟାଇମ୍ ଆଗରୁ କହିଥିଲି। ଆଉ ଏଇଟା ଟୋଟାଲ ୱାର୍କ 20 3 60 30 ଦୁଗୁଣେ କେତେ? 60। ତାପରେ କ୍ୱେଶ୍ଚିନ୍ ଦେଖ କଣ ଦେଇଛି? ଏଇଟା କହନ୍ତି ଏଫିସିଏନ୍ସି ହେଲା। 3ଟା A ର ଏଫିସିଏନ୍ସି 2ଟା B ର ଏଫିସିଏନ୍ସି। ବୋଥ ପାଇପ୍ସ ଆର୍ ଓପନ୍ ଟୁଗେଦର। ଏବେ A ପ୍ଲସ୍ B କୁ ଓପନ କରାଯାଉ ଏକତ୍ର। ବଟ୍ ଆଫ୍ଟର 5 ମିନିଟ୍ 5 ମିନିଟ୍ ପରେ କାମ କଲା ପରେ 5 ମିନିଟ୍ ଯାକେ ଦୁହେଁ ମିଶି କାମ କଲା ପରେ A କ୍ଲୋଜ୍ ହେଇଗଲା। ରହିଲା କେତେ? B। B କୁ ରଖ। B କେତେ ସମୟ ପାଇଁ କାମ କଲା ଜଣା ନାହିଁ। T ସମୟ ପାଇଁ କାମ କଲା। ଇଜିକାଲ ଟୁ 60। A ପ୍ଲସ୍ B କେତେ? 3 2 5 5 10। ଆରେ A ର ଏଫିସିଏନ୍ସି 3 B ର ଏଫିସିଏନ୍ସି 2 5 ପଞ୍ଚା କେତେ? 10 25। 5 ପଞ୍ଚା କେତେ? 25 ମିଶାଣ B ର ଏଫିସିଏନ୍ସି କେତେ? 2 2T ଇଜିକାଲ ଟୁ କେତେ? 60। 60 ରୁ 25 2T ର ଭାଲ୍ୟୁ କେତେ ହବ? 60 ରୁ 25 ଗଲେ କେତେ? 35। T ଇଜିକାଲ ଟୁ କେତେ ହବ? 35/2। ଦେଖ ଅପସନ ଦେଖ। 35 ଟା ତ 2 ରେ କେତେବେଳେ ଡିଭାଇଡ ହବନି? ହଁ ନା ନାଇଁ? 35 ଟା D ରେ ତ 2 ରେ ତ ଏକ୍ଜାକ୍ଟଲି ଡିଭିଜିବଲ ହବନି। ଦଶମିକ ଆସିବ। ଅପସନ ଦେଖ କୋଉଥିରେ ଦଶମିକ ଅଛି? କେବଳ D ଅପସନରେ ଦଶମିକ ଅଛି। ଆଖି ମୁଜିକି ଅପସନ D ହବ ହେଲା। ତମେ ଚାହିଁଲେ ବି ଚେକ୍ କରିପାରିବ ମିଳେଇକି। ନହେଲେ ଚେକ୍ ବି କରିଦିଅ ଏଇଠି। କେତେ ବେଟା? 17.5। ଏଇ ତାହେଲେ B ର T ର ଭାଲ୍ୟୁ କେତେ ବାହାରିଲା? 17.5। ଟୋଟାଲ ଟାଇମ କେତେ? ଏଇଟା ମିଶାଣ ଏଇଟା। ଆଉ ଟାଙ୍କିକୁ ଟୋଟାଲ ସମୟ କେତେ ଲାଗିଲା? 5। ଏଇଠି ଲାଗିଥିଲା 5 ମିନିଟ୍। ଏଇଠି ଲାଗିଲା 17.5 ମିନିଟ୍। 17 ମିଶାଣ 5 କେତେ? 22 ମିନିଟ୍। 22.5 ମିନିଟ୍। ପ୍ରୁଫ୍ ବି କରିଦେଲି। A trader marks is good 20% above the cost price and allowing a discount of 10%. What is his gain percentage? ଜାଣିବା ପାଇଁ ତାଙ୍କ ସାମଗ୍ରୀର କ୍ରୟ ମୂଲ୍ୟକୁ 20% ଅଧିକ ଧାର୍ଯ୍ୟ କରନ୍ତି ଏବଂ 10% ଛାଡ଼ ପ୍ରଦାନ ବି କରନ୍ତି। ତାଙ୍କର ଲାଭ ସ୍ତରଟା କେତେ? ଦେଖ ଏଇ ଟାଇପର କ୍ୱେଶ୍ଚିନ୍ ବି ରିପିଟ୍ ହେଇଯାକ ଧରିବା। ଏଟା ବି ନୂଆ ଷ୍ଟାଇଲ ପାଇଁ। ନୂଆ ଷ୍ଟାଇଲ ଦେଖ କେମିତି କରିବା। ଏଇଠି ଲେଖ ମାର୍କ ପ୍ରାଇସ୍। ମଝିରେ ଲେଖ ମାର୍କ ପ୍ରାଇସ୍।
ଏଇଠି ଲେଖ କଷ୍ଟ ପ୍ରାଇସ୍। ଓକେ, କଣ ଦେଇଛି? 20% ଏଭବ କରି ବିକନ୍ତି କଷ୍ଟ ପ୍ରାଇସ୍ କୁ। ମନେକର କଷ୍ଟ ପ୍ରାଇସ୍ 100, ତାହେଲେ 20% ଏଭବ କଲେ କେତେ? 120। ରେସିଓର ମୁଁ ଡାଇରେକ୍ଟ ନେଇଯାଉଛି 5 କୁ 6 ହେଲା। ଭାବୁଛି ବୁଝିପାରିଲେ ସମସ୍ତେ। ଡିସକାଉଣ୍ଟ 10%। ଏଇଠି ଲେଖ ସେଲିଂ ପ୍ରାଇସ୍। ଡିସକାଉଣ୍ଟ ପୁଣି କାହା ଉପରେ? ମାର୍କ ପ୍ରାଇସ୍ ଉପରେ ଡିସକାଉଣ୍ଟ ହୁଏ। ଆଉ ଡିସକାଉଣ୍ଟ ଆ ଉପରେ ତ ଦବ ନା, ଆଉ ଆ ଉପରେ କଷ୍ଟ ପ୍ରାଇସ୍ ଉପରେ ଡିସକାଉଣ୍ଟ ଦବ କି? ଡିସକାଉଣ୍ଟ କୋଉ ଉପରେ ଦବ? ଆ ଉପରେ ଦବ। ଡିସକାଉଣ୍ଟ କେତେ ଦେଲା? 10%। ତାମାନେ 10 ର ଭ୍ୟାଲୁ କୁ 9 ରେ ବିକିଲା। 10% ଡିସକାଉଣ୍ଟ ଦେଲେ କେତେ? ମାନେ ଏମିତି ନାହିଁ, 100 ଥିଲା, ଏଇଟା କେତେ? 90 ଟଙ୍କାରେ ବିକିଲା। ତାହେଲେ ରେସିଓ ନେଲେ କେତେ ହବ? 10:9। ମୁଁ ଡାଇରେକ୍ଟ ଲେଖିଲି 10:9। ଏଇଠି ଲେଖିଦିଅ ସିଧା 6, ଏଇଠି ଲେଖିଦିଅ ସିଧା 10। 50, 6 9 54, 10 କୁ 60। ସବୁ ଯାକ ଭାଲ୍ୟୁ ବାହାର ପଡ଼ିଲେ ଆମକୁ ଦରକାର କଣ? ଲାଭ ଶତକଡ଼ା। କଷ୍ଟ ପ୍ରାଇସ୍ ଭାଲ୍ୟୁ କେତେ? 50। ସେଲିଂ ପ୍ରାଇସ୍ କେତେ? 54। ଲାଭ କେତେ ହେଲା? 4। କା ଉପରେ? 50 ଉପରେ ଇଣ୍ଟୁ କେତେ? 100। ଅପସନ୍ ସି। ଏଇଟା ନୂଆ ଷ୍ଟାଇଲ କରାହେଲା। A sum of source gives at a simple interest of 252 in 2 years and 3 months. Find the rate of interest per annum. তাহলে ରେଟ୍ ଅଫ୍ ଇଣ୍ଟରେଷ୍ଟ per annum କେତେ? 1600 ଟଙ୍କା ମୂଳଧନ ଉପରେ 2 ବର୍ଷ 3 ମାସ। ଟାଇମ ଦେଇଛି ଦେଖ, 2 ବର୍ଷ 3 ମାସ ହେଲା। 252 ସରଳ ସୁଧରେ ମିଳେ। ସିଆଇ କେତେ? ସରି, ସିଆଇ, ହଁ, ଏସ୍ଆଇ ସୁଧ। ସିମ୍ପଲ ଇଣ୍ଟରେଷ୍ଟ କେତେ? 252। ଟାଇମ କେତେ? 2 ବର୍ଷ 3 ମାସ। ଆଉ ମୂଳଧନ ପ୍ରିନ୍ସିପାଲ କେତେ? 1600 ହେଲା। ଏରା ତ କିଛି ଅସୁବିଧା ନାହିଁ, ଆମକୁ ଖାଲି 2 ବର୍ଷ 3 ମାସ ଏଇଟା ଅସୁବିଧା ହଉଛି। ଦେଖ, ଏଇଟାକୁ କିଛି ସଲ୍ଭ କରିବା। ଦେଖ, ଟାଇମଟାକୁ ଲେଖ। 2 ବର୍ଷକୁ ମୁଁ ଏମିତି ଲେଖିପାରିବି 24 ମନ୍ଥ ବୋଲି, ମାନେ 1 ବର୍ଷକୁ 12 ମନ୍ଥ। ଗୋଟିଏ ବର୍ଷ 12 ମାସ। ଗୋଟେ ବର୍ଷରେ କେତେ? 12 ମାସ। ତାହେଲେ 2 ବର୍ଷରେ କେତେ ହେଲା? 24 ମାସ। 24 ମାସ ପୁଣି 3 ମାସ, କେତେ ଟୋଟାଲ ହେଲା? 27 ମାସ ବାଇ 12 ହେଲା। ଏଟା କେତେ? 3 ଚଉକୁ 12, 3 ନୂଆ 27। ଆଉ ଛିଣ୍ଡିବନି ନା? କେତେ କେତେ ହେଲା? 9/4 ଇୟର୍ସ ହେଲା। ଏଟାକୁ ଆମେ ଇୟରରେ କରିଦେବୁ। ମାସ ଥିଲା, ଏଟା ଇୟରରେ କରିଦେଲି। ଟାଇମ ବାହାରି ପଡ଼ିଲା କେତେ? 9/4। ପ୍ରିନ୍ସିପାଲ କେତେ? 1600 ହେଲା। ଆଉ କଣ ଦେଇଛି ନା ଏସ୍ଆଇ ଇଜିକାଲ ଟୁ କେତେ? ସୁଧ କେତେ? 252। ତାହେଲେ 252। ଆମେ ବାହାର କରିବା ରେଟ୍। ରେଟ୍ ର ଫର୍ମୁଲା କଣ? ଏସ୍ଆଇ ବାଇ ପି ଇଣ୍ଟୁ 100 ବାଇ ଟି। ଏସ୍ଆଇ କେତେ? 252 ବାଇ ପି କେତେ? 1600 ଇଣ୍ଟୁ 100 ବାଇ ଟି କେତେ? 9 ହେଲା। ବାଇ 4 ବାଇ 4 କୁ ମୁଁ ଉପରେ ଲେଖି ଦଉଛି ଡାଇରେକ୍ଟ 4। ଆରେ ଏଇଟା ବାଇ 4 କୁ ମୁଁ ଉପରେ ଲେଖି ଦଉଛି ଡାଇରେକ୍ଟ 4 ହେଲା। ଯୋଡେ ଶୂନ କଟିଗଲା। 4 ଚଉକୁ 16 ହେଲା। ଏଟା 9 ରେ କାଟିଲେ କେତେ? 9 ରେ କଟି ଯାଉଛି, ଦେଖ, ହଁ କଟି ଯାଉଛି। 5 4 9। ତାହେଲେ 9 3 27 ହବନି। 9 2 18, 9 7 72, 4 7 28। এই ରେଟ୍ କେତେ ବାହାରିଲା? 7%। ଅପସନ୍ ସି। ନେକ୍ସଟ କ୍ୱେଶ୍ଚନ ଦେଖିଏ। 2a ଇଜିକାଲ ଟୁ 3b ଇଜିକାଲ ଟୁ 4c ହେଲା। 2a ଇଜିକାଲ ଟୁ 3b ଇଜିକାଲ ଟୁ କେତେ? 4c। ତାହେଲେ bc କେତେ ହବ? ଦେଖ, 2a ଇଜିକାଲ ଟୁ 3b ଇଜିକାଲ ଟୁ 4c। କଣ କରିବା ଏବେ? 2 ର ଭ୍ୟାଲୁ ବାହାର କରିବା ହେଲା। 2 2 3 4 ଏଲସିଏମ କେତେ ପକଉଥିଲେ? 2 3 4 ଏଲସିଏମ କେତେ? 2 3 4 ଏଲସିଏମ କେତେ? 12। ତାପରେ ଏଇଠି କେତେ କରିବା ଆମେ? 12 ବାଇ 2 ର କଣ ମଲ୍ଟିପ୍ଲି 2 ରେ କଣ ହେଇଛି? ଗୁଣି ହେଇକି ଅଛି, ଏଠି ହରି ଦିଅ। ଇଜିକାଲ ଟୁ ହେଲା। ଇଜିକାଲ ଟୁ ରେସିଓ ନେଇଯାଅ ସେଠି, ମାନେ 2 ର ଭ୍ୟାଲୁ ବାହାର କରିବା। ମୁଁ ଲେଖୁଛି 2 3 4 ଏଲସିଏମ କେତେ? 12। ତ ମାନେ 2a ଇଜିକାଲ ଟୁ କେତେ ହବ? 12। a ଇଜିକାଲ ଟୁ କେତେ ହବ? 12 ବାଇ 2 କେତେ ହେଲା? 6 ହେଲା। ଏଇ ଟାଇପର। ତ ମୁଁ ଡାଇରେକ୍ଟ ଲେଖୁଛି ଏଇଠି 12/6। ଏଇଟା କେତେ ହବ ଏମିତି? 12/3। ଏଇଟା କେତେ ହବ ଏମିତି? ନା 12/4। 2 ଷୋହକ 12, 3 ଚଉକୁ 12, 4 ତିରିକି 12। ଅପସନ କେତେ? 6 4 3। କୋଉଠି ଅଛି ଅପସନ ସି? ନେକ୍ସଟ କ୍ୱେଶ୍ଚନ ଦେଖିଆ। The average of the weight of 80% increased by 2.5 kg when a new person comes in place.
of a one of them weighing 65 কেজি ହେଲା। What is the weight of the new person? 8 ବ୍ୟକ୍ତିଙ୍କ ମଧ୍ୟରୁ 65 କେଜି ଓଜନର ଜଣେ ବ୍ୟକ୍ତି ସ୍ଥାନରେ ଜଣେ ନୂଆ ବ୍ୟକ୍ତି ଆସିବା ଦ୍ୱାରା ସେମାନଙ୍କର ହାରାହାରି ଓଜନ 2.5 କିଗ୍ରା ବୃଦ୍ଧି ପାଏ। ତାହେଲେ ନୂଆ ବ୍ୟକ୍ତିଙ୍କ ଓଜନ କେତେ ହେଲା? ନୂଆ ବ୍ୟକ୍ତିଙ୍କ ଓଜନ କେତେ ହବ? ତାଙ୍କ ହାରାହାରି ଓଜନ କେତେ ପାଇଲା? 2.5 ଅଧିକ ବୃଦ୍ଧି ପାଇଲା। ଆରେ ହଁ ନା ନାଇଁ? 8 ଜଣ ବ୍ୟକ୍ତିଙ୍କର ଓଜନ କେତେ ବୃଦ୍ଧି ପାଇଲା? 2.5 ମାନେ ପ୍ରତ୍ୟେକଠୁ 2.5 8 ଜଣ ବ୍ୟକ୍ତିରୁ ମାନେ 8 ଜଣ ବ୍ୟକ୍ତିରୁ ପ୍ରତ୍ୟେକଠୁ ଜଣକଠୁ 2.5 ଆଉ ଜଣକଠୁ 2.5 ଆଉ ଜଣକଠୁ 2.5 ଟୋଟାଲି କେତେ ବଢିଲା? ଆରେ ଜଣକଠୁ 2.5 ବଢିଲା 8 ଜଣ ପର୍ସନ ତାହେଲେ ଟୋଟାଲି କେତେ ବଢିଲା? ଟୋଟାଲ ଇନକ୍ରିଜ କେତେ ହେଲା? ଟୋଟାଲ କେତେ ବଢିଲା? ଟୋଟାଲ ଇନକ୍ରିଜେସ୍ ଜଣକଠୁ 2 ଲାଖେ 2.5 ଲାଖେ ବଢିଲା ଜଣକଠୁ ଅଢେଇ ଲାଖେ ବଢିଲା ଟୋଟାଲ 8 ଜଣ ପର୍ସନ ତାହେଲେ କେତେ ବଢିଲା? 25 × 2 ସେମାନେ କେତେ? 20। ଆରେ 20 କେଜି ବଢିଲାନି। ଏବେ କଣ କରିବା ଦେଖ ନ୍ୟୁ ପର୍ସନ ନୂଆ ପର୍ସନ ଆସିଲା ଯୋଗୁ ନୂଆ ପର୍ସନ ଆସିବା ଯୋଗୁ 20% 20 କେଜି ବଢିଗଲା। ତାହେଲେ ନ୍ୟୁ ପର୍ସନ ଏଜ କେତେ? ନ୍ୟୁ ପର୍ସନ ଏଜ ନୁହଁ ୱେଟ ଆଗରୁ ଥିଲା 65 ମିଶାଣ 20 କେଜି ବଢିଲା ନୂଆ ଆସିଲା ଯୋଗୁ ସିଧା করে 20 କେତେ 85 କେଜି ଅପସନ କେତେ ସି ଏ 85 କେଜି ଯୋଗୁ ସମସ୍ତଙ୍କୁ 2.5 ଲାଗି ବଢିଗଲା। ନେକ୍ସଟ क्वेश्चन लिखे a sum of money double itself in 8 years at simple interest what is the rate of interest per annum? ସରଳ ସୁଧ ହାରରେ ଏଟା କଣ ଅଛି ଏବଂ ନା କଣ ଅଛି ଟାଇପିଂ ଏରର ଅଛି ହେଲା ଛାଡ଼ିଦେ। ସରଳ ସୁଧ ହାରରେ ମୂଳଧନ 8 ବର୍ଷରେ ଦ୍ୱିଗୁଣିତ ହୋଇଯାଏ। ବାର୍ଷିକ ସୁଧ ହାର କେତେ? ସୁଧ ହାର କେତେ ରେଟ୍ କେତେ ପଚାରିଛି? କଣ ଦେଇଛି ଦେଖ ପି ନାମକ କୌଣସି ପଇସା ମୂଳଧନ ହଉଛି ପି କଣ ହେଇଯାଉଛି ଟୁପି ହେଇଯାଉଛି କେତେ 8 ବର୍ଷରେ 8 ଇୟରରେ ଟାଇମ ଦେଇଛି 8 ବର୍ଷ ରେଟ୍ କେତେ ଆମକୁ ଜଣା ନାହିଁ। ଏଟା ପି ଏଟା ଟୁପି ଏଟା କଣ ଅଛି ଏମାଉଣ୍ଟ ତାହେଲେ ଏସଆଇ କେତେ ମିଳିଲା? ଏଟା ମୂଳଧନ ଏଟା ହଉଛି ଏମାଉଣ୍ଟ ତାହେଲେ ଏସଆଇ କେତେ ମିଳିଲା? ପି ରେଟ୍ ର ଫର୍ମୁଲା କଣ? ଏସଆଇ अपॉन पी इंटू 100/टी एसआई केते पी मूलधन केते पी बाई पी इंटू 100/टी केते 8 वर्ष 25 12.5 अरे 8 तो 100 रे भाग होनी दशमिक तो कोठी नहीं केवल ऑप्शन सी अछि ऑप्शन सी। नेक्स्ट क्वेश्चन देखिए द एरिया ऑफ ए सर्कल इज 154 स्क्वायर सेंटीमीटर फाइंड इट्स डायमीटर। एरिया ऑफ सर्कल सर्कल एरिया सूत्र कौन वृत्तर क्षेत्रफल पाई आर स्क्वायर सूत्र पाई आर स्क्वायर वैल्यू केते 154 ताने 22 7 इनटू आर स्क्वायर वैल्यू केते 154 22 सता 154 तार आर केते हला 7 ऑप्शन कोटा ए। नेक्स्ट क्वेश्चन देखे A can complete a work in 12 days and B can do it in 18 days hela both started working together but A left 2 days before the completion of the work in how many days the work be completed। ए गोटे काम को 12 दिन बी गोटे काम 18 दिन शेष करि पारନ୍ତି दुहे एकाठी काम आरंभ कले किंतु काम शेष हेबार 2 दिन पूର୍ବरु ए छाडी देला। काम शेष हेबार 2 दिन पूର୍ବरु काम आरंभ नु काम शेष हेबार माने काम शेष हेबार थिला माने आज काम शेष हेबार थिला तार 2 दिन पूର୍ବरु ଏବେ ଲେଖ ହେଲା କାମ ଶେଷ ହବାର 2 ଦିନ ପୂର୍ବରୁ କାମ ଶେଷ ହବାର କାମ ଶେଷ ହବାର ଥିଲା ମନେକର ଆଜି ତା 2 ଦିନ ପୂର୍ବରୁ ଏ ଛାଡିକି ପଳେଇଲା ଆଉ କେମିତି କରିବା ଏଇଠି ଲେଖ ଏ ଏଇଠି ଲେଖ ବି 12 ଦିନ ଏ କାମ କେତେ କେତେ 12 ଦିନ କାମ କରେ ସରି तो चेंज ହେଇଗଲା କଣ ଶେଷ ଏ କେତେ କାମ କରେ 12 ଦିନ बी 18 ଦିନ 12 18 ଏଲସିଏମ କେତେ 36 32 की 36 18 दुगुणे केते 36 ହେଲା ଏବେ ଦେଖ କଣ କରିବା ଟାଇମ ବାହାର କର टी इज इक्वल टू टोटल वर्क केते हेबे 36 माइनस आगर माइनस करिया ना कौन करिया नाइ माइनस करो देखो 36 लिखि दो ହେଲା 2 दिन काम पूर्वरु माने काम शेष होबार थिला आजी ता 2 दिन पूर्वरु ए छाडी की पळेला
ହଁ ନା ନାଇଁ? ତାହେଲେ 2 ଦିନର କାମ ତ କିଏ ଗୋଟେ କରିବ ନା, ଏ ର କାମ କିଏ ଗୋଟେ କରିବ। ଏବେ ଏ ର କାମକୁ ମିଶେଇ ଦିଅ। ଏ କାମ ଛାଡିକି ପଳେଇଲା ଯେ 2 ଦିନର କାମ ଏ ଛାଡିକି ପଳେଇଲା ଯେ ବର୍ତ୍ତମାନ କାମ ପ୍ରେସର ପଡିଗଲା। ଆରେ 15 ଛାଡ, ମନେକର ତମେ 2 ଜଣ ଗୋଟେ କାମ କରୁଛ, ହେଲା କାମ ଶେଷ ହବାର ଥିବ 2 ଦିନ, ତମ ସାଙ୍ଗ ଛାଡିକି ପଳେଇବ, ତମ ଉପରେ ତ କାମ ପ୍ରେସର ପଡିବ ନା, ଆଉ କିଏ କାମ କରିବ? ତମକୁ ତ ନିଜ କରିବାକୁ ପଡିବ। ତାହେଲେ ତମକୁ ହେଇ କାମକୁ ତମେ କରିବ, ତମେ ହେଇ କାମଟାକୁ ତମେ ଯୋଡିବାକୁ ପଡିବ। 2 ଦିନ ପୂର୍ବ, କାମ ସରିବାର 2 ଦିନ ପୂର୍ବରୁ କଣ ଏ ଛାଡିକି ପଳେଇଲା, ତାହେଲେ ଲାଷ୍ଟ 2 ଦିନର କାମକୁ ଏ ର ଆଡ କରିଦବା। 2 ଏ ର କାମକୁ ଆଡ କର ଭାଇ, ଏ ଭାଇ କିଏ କରିବ କାମ? କାମ ଛାଡିକି ଯାଇନି କି ବି କାମ କରିବ, ଆଉ କିଛି ବାଟ ନାହିଁ। 36 ମିଶାଣ 2 2 ଇଣ୍ଟୁ ଏ ର ଏଫିସିଏନ୍ସି କେତେ? ଏ ର ଏଫିସିଏନ୍ସି 2 ସରି 3, 2 ଇଣ୍ଟୁ 3 କେତେ ହେଲା? 6, ମାନେ 2 ଇଣ୍ଟୁ 3। ଏବେ ଏ ର ଏଫିସିଏନ୍ସି ବାଇ ବି, ଏଠି ଲେଖ ବି ର ଏଫିସିଏନ୍ସି କେତେ? 2 ହେଲା। ବି ର ଏଫିସିଏନ୍ସି କେତେ ହେଲା? 2। ପୁଣି ଏ ଯୋଉ ଆସିଲା, ଆରେ ଏ ର ଏଫିସିଏନ୍ସିରେ ତ କାମ କଲେ ହେଇ କାମ ଠିକ ଟାଇମ ରେ ସରିବ ନା। ଏ ର ଏଫିସିଏନ୍ସିରେ ଯାଇ କାମ କଲେ ଏଇ କାମଟା ଠିକ ଟାଇମ ରେ ସରିବ, ନହେଲେ କାମ ସରିବନି। ନହେଲେ ଯଦି ଲେଟ୍ ଏଫିସିଏନ୍ସି ହେଇଗଲା ତାହେଲେ କାମ ସରିବନି ଠିକ ଟାଇମରେ। ତେଣୁ ଏ ବି ବି ତାର ନିଜ ଏଫିସିଏନ୍ସିରେ କାମ କରିବ, ମାନେ 2 ଏଫିସିଏନ୍ସିରେ, ପୁଣି ଏ ର ଏଫିସିଏନ୍ସିରେ କାମ କରିବ, ମାନେ 3। ଏ ର ଏଫିସିଏନ୍ସିଟାକୁ 3ରେ ମିଶାଇଲେ, 2ରେ ମିଶାଇଲେ। ଏ ର କାମକୁ ମିଶାଇଲେ ଏ ର ଏଫିସିଏନ୍ସିକୁ ମଧ୍ୟ ମିଶାଇବାକୁ ପଡିବ, ଆଉ କିଛି ବାଟ ନାହିଁ। ନହେଲେ କାମ କିଏ କରିବ ଏ ର? ହେଲା, ପୁଣି ସେଇ ଏଫିସିଏନ୍ସିରେ, ଏ ର ଏଫିସିଏନ୍ସିରେ କେତେ ହେଲା ଏଇଟା? 36 ମିଶାଣ 2 3 6 କେତେ ହେଲା? 42/5। 5 ର ମଲ୍ଟିପ୍ଲିଟି କିଣ, 42ଟାକୁ ଡବଲ କରିଦିଅ, ଗୋଟେ ସଂଖ୍ୟା ଛାଡିକି ଦଶମିକ ଦେଇଦିଅ। 42 ଡବଲ କେତେ? 84। ଲାଷ୍ଟକୁ ଗୋଟେ ସଂଖ୍ୟା ଛାଡିକି ଦଶମିକ ଦେଇଦିଅ, 8.4, ଅପସନ କୋଉଟା? C. A fraction become 4/5 if 1 is added to the both number, both numerator and denominator. If 5 is subtracted from both, it become 1:2, 1/2. Find the fraction. ହେଲା, ପ୍ରଥମେ ଦେଖ ଫ୍ରାକ୍ସନ କଣ ଦେଇଛି? 4/5 ହେଲା। ଏଇଟା ମନେକର, ସରି, ଯଦି ଏକ ଭଗ୍ନାଂଶରେ ଲବ ଏବଂ ହରରେ ଉଭୟ ଏକ ଯୋଗ କରାଯାଏ, ତେବେ କେତେ? 4/5। ମନେକର ଗୋଟେ ଭଗ୍ନାଂଶ ନିଅ x/y, ଆମେ ଯୋଗ କରିବା କେତେ? ଉପରେ 4 ଯୋଗ କରିବା, ତଳେ କଣ ଯୋଗ କରିବା ନା 5। କଣ ହେଇଯାଉ? 1 ଆଡ କରାଯାଏ। ସରି, ଗୋଟେ ଭଗ୍ନାଂଶ ନିୟ ମନେକର x/y, କଣ ନା ମାନେ ଉପରେ ତଳେ 1 ଆଡ କରିବା, ଲବ ଏବଂ ହରରେ 1 ଯୋଗ କରାଯାଏ। ବର୍ତ୍ତମାନ 1 ଯୋଗ କର, ଉପରେ 1 ଗୋଟେ ମିଶ, ତଳେ ଗୋଟେ 1 ମିଶ, ଯାହା ଫଳରେ ଭଗ୍ନାଂଶ କେତେ ହେଇଯିବ? 4/5। ଆଉ ଗୋଟେ କଣ ନା ଏଇ x/y ରେ ଆମେ କଣ କରିବା ନା ମାଇନସ କରିବା, -5। ଏଥିରେ ବି -5 କରିବା, ଯାହା ଫଳରେ ଭଗ୍ନାଂଶ କେତେ ହେଇଯିବ? ଆମର 1/2, ପର 1/2 ହେଲା। ଏବେ ଏଟାକୁ ସଲ୍ଭ କଲେ କେତେ ହବ? ଏବେ ଏତିକ ସଲ୍ଭ କର, ଆଉ କିଛି ବାଟ ନାହିଁ। ଏଟା ମୁଁ ଛୋଟ କରିକି ଲେଖିଦେବି, x -5 ବାଇ, ଏଇଟା ଗୋଟେ ବାହାରିଲା, ଏଇଟା ଗୋଟେ ବାହାରିଲା, ଆଉ କିଛି ବାଟ ନାହିଁ। କର ଏବେ 5x ମିଶାଣ 5 ଇଜିକାଲ ଟୁ, ଏଇଠି ଗୋଟେ ଗାର ପକେଇଦେବି, ଇଜିକାଲ ଟୁ କେତେ? 4y ମିଶାଣ 4। ତାହେଲେ 5x ମିଶାଣ ନା ମାଇନସ 4y ହେଲା। ଏଇଟା କେତେ ହେଇଯିବ? +1 ଇଜିକାଲ ଟୁ 0। ଏଇଟା କେତେ ହେଇଯିବ? 2x -10 ଇଜିକାଲ ଟୁ କେତେ ହେଇଯିବ? y -5। ତାହେଲେ କେତେ ହବ? 2x ହେଲା, -y, ଏପଟେ କେତେ? ମାଇନସ ହବ 5 ଇଜିକାଲ ଟୁ କେତେ? 0। ଏଇଟା ଇକ୍ୱେସନ 1, ଇକ୍ୱେସନ 2, ଏଇଟାକୁ ତମେ ଚାହିଁଲେ ସଲ୍ଭ କରିପାରିବ। ହେଲା, ଏଇଟା ତମେ ନିଜେ କରିବ ଟ୍ରାଏ। ଏଇ କ୍ୱେଶ୍ଚିନ୍ ଟା ମୁଁ ଟ୍ୟାକ୍ସ ଦେଲି, ହେଲା। ଏଇଟା ତମେ ପଢିନଥିବ ଦଶମରେ, ଏଇ କ୍ୱେଶ୍ଚିନ୍ ଟା ସଲ୍ଭ କରିବ। ଇକ୍ୱେସନ 1, ଇକ୍ୱେସନ 2, ହେଲା। ଇକ୍ୱେସନ 1 2 କୁ ସଲ୍ଭ କରିବ, x ର ଭାଲ୍ୟୁ ଏପଟୁ ବାହାର କରିବ, କିମ୍ବା ଅପସାରଣ ପଦ୍ଧତିରେ ତମେ ମଧ୍ୟ କରିପାରିବ। ହେଲା, ତମେ ଏଇଟା ଘରେ ଟ୍ରାଏ କରିବ। 28. In what ratio must a grocer mix tea at 62 per kg, 72 per kg, so that mixture growth 64 per kg? ଏଇଟା ମିକ୍ସଚର ଆଣ୍ଡ ଏଲିଗେସନ କ୍ୱେଶ୍ଚିନ୍। ସିଧା ଲେଖ 62, ଏଇଠି ଲେଖ, ଏଇଠି ଲେଖ 62, ଏଇଠି ଲେଖ 64.5, ଜିରୋ ଭାଲ୍ୟୁ କିଛି ନାହିଁ, ମାନେ 5 ହେଲା। ଏଇଟା ଫିଲ୍ଡରେ କେତେ ହବ? 64.5 ରୁ 62
ମାନେ ଏଠି କେତେ 72 ମାଇନସ୍ 64.5 ରେସିଓ 64.5 ମାଇନସ୍ 62 ହେଲା ଏଟା ରେସିଓ ମିକ୍ସଚର ଆଣ୍ଡ ଏଲିଗେସନ କୋଶ୍ଚିନ୍ 72.0 64.5 0.5 ଏଠି କେତେ ରହିଲା ଏଟା 11 4 ଗଲେ 7 ସରି ଏଟା 7.5 ହେବ ଦଶମିକ ଗଲେ କେତେ ଏଟା କେତେ ହେବ ଏଟା 62.0 କେତେ ହେଲା 2.5 75 25 ऑप्शन कोटा ए नेक्स्ट क्वेश्चन देखिए क्वेश्चन नंबर 29 the ratio of two number is 3 is to 4 and their SCF is 4 find their LCM the ratio of two number मानकर नंबर A आ गोटे B SCF केते 3 4 सॉरी रेशियो केते 3 4 ताकर SCF केते 4 माने SCF केते 4 ताले एठी गुण एठी 4 एठी गुण इंटू 4 एठी गुण इंटू 4 ताले नंबर दिटा केते होला 4 3 की 12 4 चौकु 16 12 16 एलसीएम केते देखो कोटे आओ 40 नेक्स्ट क्वेश्चन walking at 354 of his usual speed a man is 20 minutes late to his office ହେଲା 3/4 usual speed ତାର usual speed ର 3/4 speed ଯିବା ଦ୍ୱାରା ତାର 20 ମିନିଟ୍ ଲେଟ୍ ହେଇଯାଉଛି ତାହେଲେ ତାର କଣ ଅଫିସରେ ପହଞ୍ଚିବା ପାଇଁ ତାର ସ୍ୱାଭାବିକ ବୟସ ସମୟ କେତେ ଥିଲା ତାର ସ୍ୱାଭାବିକ ସମୟ କେତେ ଲେଖାଟା କି ନିବରେ ସିଜିଏଲ କ୍ୱେଶ୍ଚନ ତମେ ପଢିଥିବ କଣ ସ୍ପିଡ ର ଫର୍ମୁଲା କଣ ସ୍ପିଡ ର ଫର୍ମୁଲା टाइम माने एटू कौन शिखिले स्पीड डायरेक्टली प्रोपोर्शनल टू डिस्टेंस एंड इनडायरेक्टली प्रोपोर्शनल टू टाइम माने कौन स्पीड बढ़िले टाइम डिस्टेंस बढ़िबो स्पीड बढ़िले टाइम कमिबो टाइम कमिले स्पीड बढ़िबो हला स्पीड इनवर्स प्रोपोर्शनल 1 बाय टाइम स्पीड डायरेक्ट प्रोपोर्शनल टू डिस्टेंस माने स्पीड यदि बढ़िबो हमर टाइम कमिबो हला आ यदि स्पीड कमिबो टाइम बढ़ि जिवो हला एठी हम एटा शिखिले हे करो ए लेखो ओरिजिनल नले यूजुअल लिखि दियो यूजुअल यूजुअल ए लेखो यूजुअल एटा देला फाइनल फाइनल ना कोन लिखिया जहा लिखि दियो फाइनल यूजुअल प्रथमे तार यूज करथला वर्तमान एबे गला कोन देछि मन कर तार स्पीड आगु यूजुअल थिला स्पीड केते यूजुअल स्पीड मन कर x थिला तारे कोन करला ना 3/4 करथला ता स्पीड रो 3/4 गला माने x रो 3/4 गला हला आगु स्पीड थिला केते मन कर x एबे को गला स्पीड रो 3/4 करथला एठी 4 अछि एठी 4 टे गुणी दियो एठी भी 4 टे गुणी दियो कटि गला 4 उ 4 कटि गला तारे केते रे गला रेशियो 4x 3x मैं लिखुछि दा एठी 4x हला एठी 4 सॉरी भलो रे कर x 3/4x हला 3/4x एठी कोन करिया एठी 4 टे गुणी दियो एठी भी 4 टे गुणी दियो केते गला एटा 4x टू 3x हला बुझाइला एटा कि देला तापरे टाइम को देखो मु कहतले टाइम रो रेशियो उल्टा हो जिवो स्पीड जदी स्पीड कोन हेगला जदी स्पीड माने स्पीड बढ़िले टाइम कमिबो टाइम बढ़िले स्पीड कमिबो स्पीड रेशियो केते 4x टू 3x ताले टाइम रेशियो केते हो उल्टा 3x टू 4x केते यूनिट बढ़ला x यूनिट बढ़ला ए x यूनिट रो वैल्यू केते 20 मिनिट 20 मिनिट लेट हला माने बढ़िलानी टाइम 20 मिनिट ताले तार यूजुअल टाइम केते थिला 3 अरे यूजुअल टाइम 3 नथिला ताले यूजुअल टाइम केते हबो एटी यूजुअल टाइम बा 20 3 60 ताले यूजुअल टाइम इक्वल टू केते हबो 20 into 3 60 ऑप्शन सी नेक्स्ट क्वेश्चन देखिए फाइंड द यूनिट डिजिट ऑफ द प्रोडक्ट ऑफ गुणफल बा समष्टि हैला है गुणफल बा समष्टि छड़ एतिगत संख्यार यूनिट डिजिट केते देखो 5 रो 5 तमे जत्ते स्क्वायर करले जत्ते जहा करले 5 रो घात तमे जहा करले तार यूनिट डिजिट केते आसीयो 5 5 रो स्क्वायर करो 5 रो क्यूब करो 5 रो जहा भी करो तार भी यूनिट डिजिट केते केते आसीयो 5 तार एक घरे सबले 5 ही रहयो 6 रो यूनिट डिजिट माने एक घरे सबले 5 ही रहयो 6 रो एमिति देखो 6 रो ही तमे स्क्वायर करो क्यूब करो जहा भी करो ହେଲା फोर्थ करो तार 528 घात करो
1030 ଘାତ କର, ତମେ ଯାହା ବି ଘାତ କର 6ର ହେଲା, ମାନେ ଏକକରେ 6 ଥାଇକି ତମେ ଯାହା ବି ଘାତ କର ତାର ୟୁନିଟ୍ କେତେ ଆସିବ? 6 ଆସିବ, ସିଧା 6। ଏବେ ଦେଖ 3ର, 3 ଦେଖ, 3ର ଏ ଘାତ କେତେ ଆସିବ? 3 ହେଲା, 3ର ସ୍କୋୟାର କେତେ କେତେ ଆସିବ? 9, ତାର ୟୁନିଟ୍ କେତେ ହେଲା? 9। 3ର କ୍ୟୁ କେତେ ଆସୁଛି? 27, ମାନେ କେତେ ଆସୁଛି ୟୁନିଟ୍? 7। 3ର 4 ଘାତ କେତେ ଆସୁଛି? 81, କେତେ ଆସୁଛି? 1। ତାପରେ 3ର 5 ଘାତ କେତେ ଆସୁଛି? 243, ମାନେ କେତେ ହେଲା? 3। ତାପରେ ରିପିଟ୍ ହବ ଦେଖ, 3ର 6 ଘାତ ହିନ୍ତି ସିଓର ଆସିବ 9, ତାର ୟୁନିଟ୍ ଆସିବ, ୟୁନିଟ୍ ଡିଜିଟ୍ ମାନେ ଏକକ ଘର ସଂଖ୍ୟା। 3ର 7 ଘାତ ସିଓର ଆସିବ 7 ହେଲା, ତାର 3ର 8 ଘାତ ଏମିତି ଏକ ଆସିବ, ତାହେଲେ ରିପିଟ୍ ହବ 3 9 7 1 ପ୍ରତି 4ଟା ଘର ସଂଖ୍ୟା ପରେ ରିପିଟ୍ ହବ। ତାହେଲେ ଏବେ କଣ କରିବା? ଏ 54ଟାକୁ 4ରେ ହରିଦବ, 54 ହରଣ 4 କେତେ ହଉଛି? 4 କେ 4, 5 ଗଲେ 1, 14, 4 କେ 4, 4 3 12, ଗଲେ କେତେ? 2। ତାହେଲେ ଏଇଠି କଣ କରିବା? ଏଇଠି 3 ଘାତ କରିଦିଅ, 3 ଘାତ କେତେ? 3 ସ୍କୋୟାର କେତେ? 9। ଏଇଠି ସିଧା ଆଡ କର 9, 2 ରହିଲା ନା ଆମର, ରିମାଇଣ୍ଡର 2 ରହିଲା, ତାମାନେ 3 ସ୍କୋୟାର କର, 3ର ଏଇଠି ଘାତ କରିଦିଅ 2, 3 ସ୍କୋୟାର କେତେ? 9 ଏଣ୍ଡିଙ୍ଗର 9, କେତେ ହେଲା ଏଟା? 9 6 15 5 20, ତାହେଲେ ୟୁନିଟ୍ କେତେ ହେଲା? ଏ ଅପସନ ଶୂନ। ଫାଇଣ୍ଡ ଦ ଏଜ ଅଫ ଦ କ୍ୟୁବ ଇଜ ଇନକ୍ରିଜ ବାଇ 50%। ଗୋଟିଏ ଘନକ କ୍ୟୁବ ବାହୁକୁ 50% ବୃଦ୍ଧି କରାଗଲା, ଏହାର ପୃଷ୍ଠତଳ କ୍ଷେତ୍ରଫଳ କେତେ ଶତକଡ଼ା ବୃଦ୍ଧି ପାଇଲା? ଘନର ପୃଷ୍ଠତଳ କ୍ଷେତ୍ରଫଳ ସୂତ୍ର କଣ? 6a ସ୍କୋୟାର। ଆଗ ଲେଖ ସାଇଡ୍ କେତେ ବଢିବ? 50% ବଢିଗଲା, ତାମାନେ 100 ଥିଲା 50 ବଢିଗଲା, କେତେ ହେଲା? 150। 50 ଦୁଗୁଣେ 50 ତିରିଶ ହେଲା, ଆଗରୁ ଥିଲା 2, ଏବେ ହେଇଗଲା କେତେ? 3। ତାପରେ କ୍ଷେତ୍ରଫଳ ଏରିଆ, ଏରିଆ ଫର୍ମୁଲା କଣ? 6a ସ୍କୋୟାର, ମାନେ 6 ଇଣ୍ଟୁ 2ର ସ୍କୋୟାର, ଏପଟେ ହିନ୍ତି 6 ଇଣ୍ଟୁ 3ର ସ୍କୋୟାର, କେତେ ବଢିଲା? 6 କୁ 6 କାଟିଦିଅ, 2ର ସ୍କୋୟାର କେତେ? 4, 3 ସ୍କୋୟାର କେତେ? 9, କେତେ ବଢିଲା? 5 ବାଇ କେତେ? 4 ଇଣ୍ଟୁ କେତେ? 100, 4 କାଟିଲେ କେତେ? 25, 25 ମିଳିଲା କେତେ? 125। ଅପସନ ନେକ୍ସଟ क्वेश्चन देखिए 33। The simple interest on a certain sum of money 3 years at 10% annum is 1500. Find the compound interest on the same sum 3 at the same time, same rate. 1500 ଟଙ୍କା କଣ ହୁଏ? ସୁଧ। ଏଇଟା କଣ କହନ୍ତି? ଏସ୍ଆଇ। ଏସ୍ଆଇ କେତେ? ସୁଧ କେତେ ଆମର? ସିମ୍ପଲ ଇଣ୍ଟରେଷ୍ଟ ସୁଧ କେତେ? 1500 ଟଙ୍କା ହେଲା। ରେଟ୍ କେତେ? 10%। ଟାଇମ କେତେ? 3 years ହେଲା। ତାହେଲେ ପ୍ରିନ୍ସିପାଲ କେମିତି ବାହାର କରିବା? ହେଲା, ପ୍ରିନ୍ସିପାଲ କେମିତି ବାହାର କରିବା? ଏସ୍ଆଇ ଇଜିକାଲ ଟୁ ପିଟିଆର ବାଇ 100, କିଛି ଦରକାର ନାହିଁ, ଦେଖ ଡାଇରେକ୍ଟ ବାହାର କରିବା। 1500 କାହାର ଭାଲ୍ୟୁ? ରେଟ୍ ଇନ୍ ଟାଇମ। ଏସ୍ଆଇ ଇଜିକାଲ ଟୁ 80%, ମନେ ରଖିଥିବ, ରେଟ୍ ଇନ୍ ଟୁ ଟାଇମ। 1500 କାହାର ଭାଲ୍ୟୁ? 10%, 10%, 10%, 30% ହେଇକି ଯାଇଛି, ମାନେ 3 ବର୍ଷ ପାଇଁ 10%, 10%, 10% ହେଇକି ଯାଇଛି, ତାହେଲେ 1500 କାହାର ଭାଲ୍ୟୁ? 30% ର ଭାଲ୍ୟୁ। ଆମକୁ ଦରକାର ପ୍ରିନ୍ସିପାଲ, ମାନେ 100% ର ଭାଲ୍ୟୁ ସିଧା ବାହାର କର। ପରସେଣ୍ଟ କୁ ପରସେଣ୍ଟ କାଟିଦିଅ, ଗୋଟେ ଶୂନକୁ ଗୋଟେ ଶୂନ, 3 ପଞ୍ଚା 15, 50 କେତେ ହେଲା? ପ୍ରିନ୍ସିପାଲ କେତେ ହେଲା? 5000। ତାପରେ କଣ ଦେଇଛି? ଚକ୍ରବୃଦ୍ଧି ସୁଧ କେତେ? ଚକ୍ରବୃଦ୍ଧି ସୁଧ ବାହାର କରିବା। ପ୍ରିନ୍ସିପାଲ ମିଳିଗଲା 5000, ରେଟ୍ 10%, ଟାଇମ 3 ବର୍ଷ, ଚକ୍ରବୃଦ୍ଧି ସୁଧ ବାହାର କରିବା। ରେଟ୍ କେତେ? 10%, 10% ଫ୍ଲେକ୍ସନ ଭାଲ୍ୟୁ କେତେ? 10 ବାଇ 100, ମାନେ 1 ବାଇ 10। ଏଠି ଲେଖ ପ୍ରିନ୍ସିପାଲ, ଏଠି ଲେଖ ଏମାଉଣ୍ଟ। 10ଟାକୁ 3 ବର୍ଷ ପାଇଁ ଲେଖ, ମାନେ 10, 11 ବଢିଲା, 1 ବଢିଲା, 11 ବଢିଲା, ପୁଣି 10, 11 ବଢିଲା, ପୁଣି 10, 11 ବଢିଲା, 3 ବର୍ଷ ପାଇଁ ବଢିଲା। 10ର କ୍ୟୁ କେତେ? 1000, 11 କ୍ୟୁ କେତେ? 1331 ହେଲା। ଆଙ୍କ ଭିତରେ ଏସ୍ଆଇ କେତେ? 331। ଏଟା କଣ କହନ୍ତି? ଏଇଟାକୁ ହଉଛି ସିଆଇ। ଏଇଟା ହଉଛି ସିଆଇ ର ଭାଲ୍ୟୁ ହେଲା। ତାହେଲେ 1000 ଭାଲ୍ୟୁ କେତେ? 5000। ଏ ବାହାର କରିବା ସିଆଇ ଇଜିକାଲ ଟୁ 5000 କାହାର ଭାଲ୍ୟୁ? ପ୍ରିନ୍ସିପାଲ ଭାଲ୍ୟୁ। ପ୍ରିନ୍ସିପାଲ କେତେ? 1000, ତାହେଲେ 5000 ହଉଛି କାହାର ଭାଲ୍ୟୁ? 1000 ଭାଲ୍ୟୁ। ଆମକୁ ଦରକାର ସିଆଇ, ସିଆଇ କେତେ? 331। 5 କେ 5 ଦେଖ, ଅପସନ ୟୁନିଟ୍ ଯଦି ଦେଖିଥିବ 5 କେ 5 ଅପସନ ଗୋଟେ। ନେକ୍ସଟ କ୍वेଶ୍ଚନ।
ତମର ଲାଷ୍ଟ କ୍ୱେଶ୍ଚିନ୍, ସେକେଣ୍ଡ ଲାଷ୍ଟ କ୍ୱେଶ୍ଚିନ୍, 35ଟା କ୍ୱେଶ୍ଚିନ୍ ମୁଁ କହିଥିଲି ପ୍ରତି ସେକ୍ସନରେ କରିବା। ତମର ଏଟା ସେକେଣ୍ଡ ଲାଷ୍ଟ କ୍ୱେଶ୍ଚିନ୍। ଏ ବି ସି ଅଂଶଧାରୀ ବ୍ୟବସାୟ ଆରମ୍ଭ କଲେ। ଏ 20,000 କୁ 6 ମାସ ପାଇଁ, ବି 15,000 କୁ 8 ମାସ ପାଇଁ, ସି 10,000 କୁ 12 ମାସ ପାଇଁ ବିନିଯୋଗ କଲେ। ସେମାନଙ୍କ ଲାଭର ଅନୁପାତ କେତେ? ଦେଖ ଏଇଠି ଲେଖିଦିଅ ଏ ବି ସି। ଏ ର କେତେ? 20,000 6 ମାସ, ସିଧା ଲେଖ 20,000 ଇଣ୍ଟୁ 6 ମାସ ଅନୁପାତ। ବି ର କେତେ? ବି ର 15,000 8 ମାସ, 15,000 ଇଣ୍ଟୁ 8 ମାସ। ସି ର କେତେ? 10,000 12 ମାସ, 10,000 ଇଣ୍ଟୁ 12 ମାସ। ହେଲା, ରେସିଓ ନେଇଯାଅ, 3ଟା ଶୂନକୁ 3ଟା ଶୂନ, 3ଟା ଶୂନ କଟିଗଲା। ଆଉ କଣ ରେସିଓ ଯାଉଛି? 5 ଚଉକୁ 20, 5 ତିରିକି 15, 5 ଦୁଗୁଣେ 10। ହେଲା, ଦେଖ ଏଠି 6 ଚଉକୁ 24, ଗୁଣିତ ଏଠି 8 ତିରିକି 24, 12 ଦୁଗୁଣେ 24, ହଁ ନା ନାଇଁ? 24 24 24 ସବୁଥିରେ କଟିଗଲା। 1:1:1 ଅପସନ କୋଉଟା? ଏ। ଲାଷ୍ଟ କ୍ୱେଶ୍ଚିନ୍ ତମର ଦେଖିବା, ଫାଇଣ୍ଡ ଦ ଆଭରେଜ ଅଫ ଫାଷ୍ଟ 50 ନ୍ୟାଚୁରାଲ ନମ୍ବର। ପ୍ରଥମ 50ଟା କଣ ନ୍ୟାଚୁରାଲ ନମ୍ବର ଆଭରେଜ କେତେ? ଦେଖ କେମିତି ବାହାର କରିବା। ଆଭରେଜ ଇଜ ଇକାଲ ଟୁ କେତେ? ନମ୍ବର, ସମ ପର ନମ୍ବର। ତାହେଲେ ନ୍ୟାଚୁରାଲ ନମ୍ବର 50ଟା, ପ୍ରଥମ 50ଟା ନ୍ୟାଚୁରାଲ ନମ୍ବର କେତେ? 1 ଠୁ 50 ଯାକେ। ମାନେ ତାହେଲେ ଆଭରେଜ କେମିତି ବାହାର କରିବା? ଆଭରେଜ ଇଜ ଇକାଲ ଟୁ 1 ମିଶାଣ 2 ମିଶାଣ 3 ମିଶାଣ ଏମିତି ମିଶେଇବା 50 ସାଙ୍ଗେ ମିଶେଇବା ବାଇ ଟୋଟାଲ ନମ୍ବର କେତେ? 50ଟା ବାଇ 50। ହେଲା, ଆର ଫର୍ମୁଲା କଣ? ଏପିଜିବି ରେ ତମେ ପଢିଥିବ। 50 ଇଣ୍ଟୁ 51 ବାଇ କେତେ ହବ? 2 ବାଇ 50। ହେଲା, ଏଠି ଦେଖ 50 କୁ 50 କଟିଯିବ, 51 ବାଇ 2 ଇକାଲ ଟୁ କେତେ? 25 ଦୁଗୁଣେ 50, ଲଗଭଗ 25.5। ହେଲା, ଆଉ ଗୋଟେ ଟ୍ରିକ୍ କହିଥିଲି କେମିତି କରିବା। ଦିଟା ଟ୍ରିକ୍ ତମକୁ ବତେଇନି ଆଭରେଜର, ପ୍ରତି ଆଭରେଜର ତମକୁ କହିଥିଲି ଦିଟାକୁ ଟ୍ରିକ୍ ବତେଇଥିଲି। ଯୋଉଟା ବେଶୀ କ୍ୱେଶ୍ଚିନ୍ ଆଭରେଜର, ମୁଁ ତମକୁ ଦିଟା ଟ୍ରିକ୍ ବତେଇଛି। କଣ କରିବା? 50 ମିଶାଣ 51, 50 ମିଶାଣ 51 1, ଫାଷ୍ଟ ଟର୍ମ ମାନେ ଲାଷ୍ଟ ଟର୍ମ ମିଶାଣ ଫାଷ୍ଟ ଟର୍ମ, ଫାଷ୍ଟ ଟର୍ମ ମିଶାଣ ଲାଷ୍ଟ ଟର୍ମ ବାଇ 2, 51 ବାଇ 2 କେତେ? 25.5, ଅପସନ ସି। ତ ଭାବୁଛି ସମସ୍ତେ 35ଟା କ୍ୱେଶ୍ଚିନ୍ ଶେଷ ହେଲା। ଭାବୁଛି ସମସ୍ତେ ଏଇ ଲେକ୍ଚରରେ ସମସ୍ତେ ଭଲରେ ବୁଝିପାରୁଥିବ। ହେଲା, ଆର ବି ଏଇ ଲେକ୍ଚର ବି ମୁଁ ପିଡିଏଫ୍ ଲିଙ୍କ ପଠେଇଦେବି ଡିସ୍କ୍ରିପସନରେ, ତମେ ଯାଇକି ଚେକ୍ କରିବ। ହେଲା, ପିଡିଏଫ୍ ରେ ମଧ୍ୟ ପ୍ରାକ୍ଟିସ କରିପାରିବ। ହେଲା, ତମର କନସେପ୍ଟ ବଢ, ଆଉ ମୁଁ ଯେତିକି କ୍ୱେଶ୍ଚିନ୍ କରିଛି ଯେତିକି ପ୍ରାକ୍ଟିସ କର, ତମ ଆରାମରେ ପିଓ ଏକ୍ସାମ କ୍ୱାଲିଫାଇ କରିଦବ। କ୍ୱାଲିଫାଇ ନୁହଁ, କ୍ୱାଲିଫାଇ ତମେ କରିବ କି ନ କରିବ ଏଟା ତମ ଉପରେ ଇଚ୍ଛା, କିନ୍ତୁ ମ୍ୟାଥ ଯୋଉ 35ଟା ପଢୁଛି, 35ଟାରୁ ତମେ 35ଟା ଠିକ କରିକି ଆସିପାରିବ। ହେଲା, ତ ଭିଡିଓକୁ ଥ୍ୟାଙ୍କ ୟୁ ଫର ୱାଚିଂ। ହେଲା, ଭିଡିଓକୁ କଣ ଲାଇକ୍ କରିଦବ। ହେଲା, ଚ୍ୟାନେଲକୁ ସବସ୍କ୍ରାଇବ ମଧ୍ୟ କରିବ, ସେୟାର ମଧ୍ୟ କରିବ। ରହୁଛି, ନେକ୍ସଟ ଭିଡିଓରେ ଦେଖା ହବ।